ସାକ୍ଷ୍ୟ କହୁଥିଲେ ମଧ୍ୟ ସେମିତି ଛୋଟ ବେଳୁ ବ୍ୟାଗ ବୋହି ବୋହି ଆଉ ଶିଖିଛି। ଆଉ ସବୁ ଯେତେବେଳେ ପ୍ରଭୁଙ୍କ ଲୋକମାନେ ଆସନ୍ତି ସେମାନଙ୍କ ପାଖାପାଖି ମୁଁ ବି ସେମାନଙ୍କ ବ୍ୟାଗ ସେମାନଙ୍କର ଯୁଆଡେ ଯାଆନ୍ତି ମୁଁ ତାଙ୍କ ସହିତ, ଆମର ପାଷ୍ଟର ଆଜ୍ଞା ଯୁଆଡେ ଯିବେ ତାଙ୍କ ସହିତ, ଯୋଉଠି ମରଣ ହଉ ବା ଜନ୍ମଦିନ ଯୋଉଠି ସେ ଯାଆନ୍ତି ଆଉ ମତେ ନେଇକି ସାଙ୍ଗରେ ଯାଆନ୍ତି, ଆଉ ତାଙ୍କ ବ୍ୟାଗ ଧରି ଧରି ମୁଁ ଯାଇଥାଏ, ଆଉ ସେଠୁ ମୁଁ ଶିଖିଛି। ମୁଁ କାଲି ସାକ୍ଷ୍ୟ ମତେ ବହୁତ ଭଲ ଲାଗୁଥିଲା, ମୋର ସେମ ସାକ୍ଷ୍ୟ ସେ କହୁଥିଲେ। ଆଉ ଧନ୍ୟବାଦ ଦିଏ ଆଉ ସୁନ୍ଦର ସୁଯୋଗ ପାଇଁ। ଆଉ ବିଳମ୍ବ କରିବାନି, ଆମେ ବାକି ମଧ୍ୟକୁ ଯିବା, ସକାଳେ ସମସ୍ତେ କାମରେ ମଧ୍ୟ ଆମେ ଯିବା। ଆସନ୍ତୁ ଆମେ ପ୍ରଭୁଙ୍କ ସାନ୍ନିଧ୍ୟ ମଧ୍ୟକୁ ଯିବା, ଅଳ୍ପ ସମୟ ପ୍ରାର୍ଥନା କରିବା, ତାପରେ ବାକି ମଧ୍ୟକୁ ଯିବା। ପ୍ରତି ପ୍ରାତେ ତାଙ୍କ ଦୟା ଚିରନୂତନ, ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ହାଲେଲୁୟା। ଧନ୍ୟବାଦ କରୁଛୁ ପ୍ରଭୁ, ତୁମେ ସତରେ କେତେ ମହାନ ପରମେଶ୍ୱର, ତୁମେ ଅନୁଗ୍ରହକାରୀ ଦୟାର ସାଗର। ଆମମାନଙ୍କ ପ୍ରତିଦିନ ପ୍ରଭୁ ତୁମେ ଯତ୍ନ ନେଇଥାଅ ପ୍ରଭୁ। ପ୍ରଭୁ ତୁମେ ପ୍ରତିଦିନ ନୂଆ ନୂଆ ଆମମାନଙ୍କୁ ପ୍ରଭୁ ଦିନ ଦେଖାଇ ପ୍ରଭୁ ଆଶୀର୍ବାଦ ଗୁଡ଼ିକ ଦେଇଥାଅ, ସେଥିପାଇଁ ଧନ୍ୟବାଦ କରୁଅଛୁ। ଧନ୍ୟବାଦ କରେ ପ୍ରଭୁ ତୁମେ ଆମମାନଙ୍କ ପରିବାର ବିଭିନ୍ନ ସ୍ଥାନରୁ ପ୍ରଭୁ ତୁମେ ଏକତ୍ରିତ କରି ଏକ ଆତ୍ମିକ ପରିବାର ଭାବରେ ଏ ଦିନ ମାନଙ୍କରେ ଗଢିଛ ପ୍ରଭୁ, ସେଥିପାଇଁ ତୁମର ଧନ୍ୟବାଦ କରୁଅଛି। ଧନ୍ୟବାଦ କର ଏହି ସମୟରେ ପ୍ରଭୁ ତୁମେ ଆମମାନଙ୍କର ସହିତ ରାଜା ଆସ ପ୍ରଭୁ, ମୋର କୌଣସି ଯୋଗ୍ୟତା ନାହିଁ ପ୍ରଭୁ, ତୁମେ ଯୋଗ୍ୟ ମଣିଲ, ସେଥିପାଇଁ ତୁମର ଧନ୍ୟବାଦ କରୁଅଛି ପ୍ରଭୁ। ତୁମର ମୁଖସ୍ଥ ବାକ୍ୟ ମୁଁ ମାତ୍ର ପ୍ରଭୁ ତୁମେ ଉଚ୍ଚାରଣ କର ପ୍ରଭୁ, ତୁମେ ଦୟା କର ପ୍ରଭୁ, ଦୟା ତୁମର ବାକ୍ୟ ପ୍ରଭୁ ତୁମେ ପ୍ରକାଶ କର ରାଜା ପ୍ରଭୁ, ତୁମେ ଅନୁଗ୍ରହ କର ପରମେଶ୍ୱର। ଏ ବାକ୍ୟ ମୋ ପାଇଁ ପ୍ରତ୍ୟେକଙ୍କ ପାଇଁ ପ୍ରଭୁ ଆଜି ଫଳପ୍ରଦ ବୋଲି ପ୍ରାର୍ଥନା କରୁଛୁ ରାଜା, ଦୟା କର ପ୍ରଭୁ। ତୁମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଭୁ ତୁମେ ମୋ ସହିତ ରହିଛ, ଏ ପର୍ଯ୍ୟନ୍ତ ରହିଛ, ରହିବ ମଧ୍ୟ ମୋର ବିଶ୍ୱାସ କରୁଛି। ସେ ବିଶ୍ୱାସରେ ଧନ୍ୟବାଦ କରି ସବୁ ଗୌରବମୟ ତୁମକୁ ଦେଇ ବାକ୍ୟକୁ ତୁମ ସମର୍ପଣ କରି ମୋ ନିଜକୁ ତୁମ ସମର୍ପଣ କରି ଏ ପ୍ରାର୍ଥନା ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମିନ୍। ପ୍ରେଜ୍ ଦ ଲର୍ଡ। ଆମେ ଗୋଟେ ଅଳ୍ପ ଛୋଟ ପ୍ରସଙ୍ଗରେ ଆମେ ବାକି ଆଲୋଚନା କରିବା। ତାହା ହେଉଛି ବାହାନା ଚଳିବ ନାହିଁ। ବାହାନା ଚଳିବ ନାହିଁ। ଅନେକ ସମୟରେ ଆମେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟ ମଣ୍ଡଳୀ ମାନଙ୍କରେ ବ୍ୟକ୍ତିଗତ ଭାବରେ ଆମେ ଅନେକ ପ୍ରକାର ବାହାନା କରିଥାଉ। ପ୍ରଭୁଙ୍କ ପାଇଁ ଆମେ ଅନ୍ୟ ସମୟରେ ବାହାନା କରିନଥାଉ। ଯଦି ବିବାହ ଭୋଜି ଥାଏ କିମ୍ବା କୌଣସି ପାର୍ଟି ଥାଏ, କୌଣସି ପ୍ରୋଗ୍ରାମରେ ଆମେ ଯୋଗ ଦେବା ପାଇଁ, ନାଚ ଗୀତରେ ସବୁଥିରେ ଆମେ ତତ୍ପର ହେଇଥାଉ। କିନ୍ତୁ ପ୍ରଭୁଙ୍କ ପାଇଁ, ପ୍ରଭୁଙ୍କ ମନ୍ଦିରକୁ ଯିବା ପାଇଁ ଆମେ ଅନେକ ସମୟରେ ଅନେକ ପ୍ରକାର ବାହାନା ଆମମାନଙ୍କ ଜୀବନରେ ଆସିଥାଏ। ମତମାନେ ଯଦି କାହିଁକି ଆମେ ପଚାରୁଛୁ ଚର୍ଚ୍ଚ କାହିଁ ଗଲୁନୁ, ନାଇଁ ମୁଁ ଗୋଟେ ଗାଈ ରଖିଛି ତ ତାକୁ ଜଗିବାକୁ ପଡିବ, ତାକୁ ଖାଇବାକୁ ଦେବାକୁ ପଡିବ। କୁକୁଡ଼ା ପୁଞ୍ଜାଏ ରଖିଛି ତାକୁ ଦେଖିବାକୁ ପଡିବ, କାଳେ କଟାସ ନେଇଯିବ। ଛେଳି ମେଞ୍ଚାଏ ରଖିଛି କାଳେ କୁକୁର ଖାଇଦେବେ, ବିଲୁଆ ଖାଇଦେବେ। ଶୁଆ ରଖିଛି ତାକୁ କିଏ ଜଗିବ। ଏମିତି ବହୁତ ପ୍ରକାର ବାହାନା ଆମମାନଙ୍କ ଜୀବନରେ ଆସେ। ଅନେକ ପ୍ରକାର ବାହାନା ଖ୍ରୀଷ୍ଟରେ ଅଛି। ସବୁ ଭୂତ ଲାଗିଲେ ଛଡେଇ ହବ, କିନ୍ତୁ ଦେଖିବେ ମ୍ୟାଲେରିଆ ଭୂତ ଅଛି, ବହୁତ ପ୍ରକାର ଜ୍ୱରର ଭୂତ ଅଛି, ବହୁତ ପ୍ରକାର ଭୂତ ଅଛି, ତାକୁ ମେଡିସିନ ଦ୍ୱାରା ଆମେ ସୁସ୍ଥତା କରିପାରିବା। କିନ୍ତୁ ଯଦି ବାହାନା ଭୂତ ଗୋଟେ ଅଛି ତାକୁ ଛଡେଇବା ମୁସ୍କିଲ ମୋ ପିଲାମାନେ। ଏତିକି ଯେ କଥାରେ ଅଛି ଯେ ଚେଇଁ ଶୋଇଥିବ ଯେ ତାକୁ ଜଗେଇବ କିଏ ବୋଲି ଗୋଟେ କଥାରେ ଅଛି। ସେ ପ୍ରକାର ଗୋଟେ ଭୂତ, ବାହାନା ଭୂତ ଏ ଦିନ ମାନଙ୍କରେ ଲୋକମାନଙ୍କର ଖ୍ରୀଷ୍ଟ ଜୀବନରେ ଆସିଛି। ଲୋକମାନେ ଅନେକ ପ୍ରକାର ବାହାନା ଦେଖେଇ ସେମାନେ ଚର୍ଚ୍ଚକୁ ଯିବାକୁ କୁଣ୍ଠବୋଧ କରିଥାନ୍ତି। ବାହାନା, ଏତେ ପ୍ରକାର ବାହାନା ଦେଖାନ୍ତି, ମାନେ ଆପଣ ମାନେ ଚିନ୍ତାର ବାହାରେ। ଆମର ଜଣେ ଲୋକ ଅଛି, ଆଉ ଗୋଟେ ପିଲାଟି ଅଛି, ତାକୁ ମାନେ ସେ ପ୍ରଭୁଙ୍କ ସେବା କାର୍ଯ୍ୟରେ ଅଛି। ଆଉ ଯେତେବେଳେ ଆମେ ତାକୁ ଡାକୁ, ଯେକୌଣସି କାର୍ଯ୍ୟରେ ଡାକୁ, ସେ ଖାଲି କାର୍ଯ୍ୟ ମୋର କାମ ଅଛି ବୋଲି, ଯେତେ କାମ ତ କେମିତି ଏତେ କାମ ତ ରଖୁଛୁ। ଆଉ ସେ ଆମେ ତାକୁ ମୁଁ ଥରେ ତାକୁ କହିଲି, ଯଦି ଯୀଶୁଙ୍କର ଆଗମନ ଏବେ ହବ ତାହେଲେ ତୁ ଆଜ୍ଞା ଟିକେ ଅଟକନ୍ତୁ, ମୁଁ ଟିକେ ଗାଈଟା ବାନ୍ଧି ଦେଇକି ଆସେ, ଟିକେ ବିଲରୁ ଆସେ ବୋଲି କହୁଥିବୁ। ତାକୁ ଆମେ ସବୁବେଳେ ମୁଁ ତାକୁ କହିଥାଏ ତଟାରେ। ଆଉ ଟିକେ ଅନେକ ଲୋକମାନେ ପ୍ରଭୁ ଏତେ ପ୍ରକାର ବାହାନା କରନ୍ତି ଚର୍ଚ୍ଚ ଯିବା ପାଇଁ, ପ୍ରାର୍ଥନାକୁ ଯିବା ପାଇଁ, ଫାଷ୍ଟିଂ ପ୍ରେୟାରକୁ ଯିବା ପାଇଁ। କିନ୍ତୁ ଏସବୁ ବାହାନା ପ୍ରଭୁଙ୍କ ପାଖରେ ଚଳିବ ନାହିଁ। ନୁହେଁ ଆମେ ବାକ୍ୟରୁ କିଛି ଅଂଶ ଦେଖିବା, ବାହାନା କାହିଁକି ଚଳିବ ନାହିଁ ସେଇ ବିଷୟରେ ଆମେ ଅଳ୍ପ ଆଲୋଚନା କରିବା। ଆମେ ଅନ୍ୟ ପାଖରେ, ଆମ ଜଗତ ପାଖରେ ଆମେ ବାହାନା କରିପାରିବା, ଲୋକମାନଙ୍କ ପାଖରେ ଆମେ ବାହାନା କରିପାରିବା,
किंतु परमेश्वर को पाखरे आम मानकर बाहाना चलिबो नाही। समस्त अनम्यूट करी कहबा बाहाना चलिबो नाही। थैंक यू। कहीं बाहाना चलिबो नाही आम माने अल्प समय प्रभु को वाक्य आलोचना करिबा। हित प्रदेश पढ़िबा। हित प्रदेश तार 16 पर्व 2 पद सेठारे एई प्रकार लिखा जाए मनुष्यर समस्त गति अपना दृष्टि निर्मल मात्र सदा प्रभु आम्ब मानू सदा प्रभु आत्मा मानू तोलंती मो प्रियमणि से आत्मा मानू तोलंती मो प्रियमणि दुनिया एमती कौन से निकित नाही जोटि आत्मा को तोला जाए मो प्रियमणि। तेणुक आम कौन करुचु कोटि रहीचु कि प्रकार रहीचु से आम आत्मा कोटि अछि से सब जानती मो प्रियमणि। आम जगत पाखे बाहाना करि परिबा जगत लोक मान पाखे बाहाना करि परिबा जगत माने लोक मान बाहाना करि परिबा किंतु परमेश्वर पाखे बाहाना चलिबो नै मो प्रियमणि। कारण से आम आत्मा को तोलंती मो प्रियमणि। से आम हृदय आत्मा सब आम आउरे पद पढ़िबा हित प्रदेश तार 21 पर्व 2 पद पढ़िबा। ये प्रकार लिखा जाए मनुष्यर समस्त गति अपना दृष्टि यथार्थ मात्र सदा प्रभु हृदय को मत तोलंती मो प्रियमणि। केते सुंदर देखल लिखाई आत्मा को तोलंती हृदय को मत तोलंती। आम माने कोटि भी लुचिकी रही पारिबानी मो प्रियमणि। आम माने जोटी थाउ से आम मान को संधान करती मो प्रियमणि। से आम मान को खोजंती तेणुक दिन मान आम मैंने अन्य को ठकी पारिबा अन्य पाखे बाहाना करि परिबा किंतु परमेश्वर पाखे सदा प्रभु पाखे आम मान बाहाना चलिबो नै मो प्रियमणि। कारण से आत्मा तोलिबा परमेश्वर से हृदय को मध्य तोलिबा परमेश्वर निकिति तैयारी नहीं मो प्रियमणि। एमती निकिति कोडी तैयारी जोटी आत्मा को हृदय को तोला जीव ओजन करा जीव मो प्रियमणि। तेणुक आम मान बाहाना चलिबो नै मो प्रियमणि। आम जदि पढ़िबा कहीं बाहाना चलिबो नै सुंदर लिखा जाए दाऊद गीत गीत संगीत तार 139 पर्व 1 पद पढ़ा बढ़िया कथा लिखा जाए पढ़ गीत संगीत 139 हाँ पढ़िले मनोযোগী पढ़ हाँ पढ़ी दे गीत संहिता 139 एक पदर पढ़िबे। हे सदा प्रभु तुम्हें मोहर अनुसंधान करिअछ ओ मोहर परिचय नेइअछ। तुम्हें मोहर बसिबार ओ उठिबार जानुअछ। तुम्हें दूररु मोहर संकल्प बुझिअछ। तुम्हें मोहर गमन और शयन अनुसंधान करुअछ आ मोहर सकल गति जानुअछ। कारण हे सदा प्रभु देख जहाँ तुमको संपूर्ण गोचर नुहे एपरी गोटे कथा मो जिह्वारे नाही। सदा प्रभु देख जहाँ तुमको संपूर्ण गोचर नुहे एपरी गोटे कथा मो विषय मो जिह्वारे नाही। तुम्हें मोर अनुसंधान कर मोर परिचय नहीं मोर बसवा उठा सब आम कोटि भी लुचिकी रही पारे मो प्रियमणि। जोटि भी जंगल जंगल पहाड़ पर्वत रुहतु प्रभु आपन को देखते मो प्रियमणि। आम तेणुक दिन मान बाहाना चलिबो नाही मो प्रियमणि। आम बाहाना कर जगत मध्य दृष्टि जाइपर किंतु प्रभु आम अनुसंधान करती से आम हृदय आत्मा तोलिबा सहित आम बसवा उठा जोटि लुचिबा माने से आम प्रभु अनुसंधान करते लिखा जाए मो प्रियमणि। तेणुक दिन मान बाहाना करके कोटि भी रही पारे मो प्रियमणि। अनेक प्रकार बाहाना लिखा मोर मैंने सब मैंने माछटी आनिकी देदेले पूरा से संग्राम कहीं आश्रम आज चर्च को सब मैंने तुम भाई आई माछटी थोदेले जे आम तो कल गोल समय हो गला सब मैंने मोर पुण्य आसीगले आज्ञा तेणुक मुझे जाई पाइलेनी बोली कहते केते प्रकार बाहाना लोक मैंने करती मो प्रियमणि। देखिए दिन मानक माने कुछ लगे मो प्रियमणि किंतु प्रभु आज कहते मु तुम परिचय नहीं अच्छी तुम्हें बसवा उठा जोटि तुम परिचय नहीं बोली कहते मो प्रियमणि। प्रभु यही कथा कहना चाहती आम मैंने बाहाना करके रही पार नहीं बाहाना चलो ना
ଅନ୍ୟ ପାଖରେ ବାହାନା ଚଳିପାରେ, କିନ୍ତୁ ସଦାପ୍ରଭୁଙ୍କ ପାଖରେ ବାହାନା ଚଳିବ ନାହିଁ ମୋ ପ୍ରଭୁ। ଆମେ କୋଉଠି ବି ଲୁଚିକି ରହିପାରିବାନି। ଏମିତି ଆମେ ବାହାନା କରି ଲୋକମାନେ ଥକି ଗଲେଣି। ଆଉ କାଲି ଆମମାନଙ୍କର ମଣ୍ଡଳୀ ଜଣେ ଏକ୍ସପାୟାର କରିଗଲେ। ଆଉ ମୁଁ କାଲି ଯେମିତି ମୋ ପାଖକୁ ଗୋଟେ ଖବର ଆସିଲା, ମୁଁ ସେ ଗୀତଟି ମୋର ପାଇଁ ହଠାତ୍ ମନେ ପଡିଗଲା, ଆଉ ସମୟ ନାହିଁ ବନ୍ଧୁ। ସେ ଗୀତଟି ମୋର ମନେ ପଡିଗଲା। ଆଉ ପାଷ୍ଟର ବାବୁ ଆମର କହିଲେ, ବିକାଶ ଭାଇ ଏମିତି କଣ ଗୀତଟା ଗାଉଛ? ମୁଁ ସେଇ ଭାଇ ଆଜ୍ଞାଙ୍କ କଥାଟା ମନେ ପଡିଗଲା। ତ ସମୟ ଥିଲା ମୋ ପ୍ରିୟମାନେ, ସମୟ ଥିଲା ଚର୍ଚ୍ଚକୁ ଆସିବା ପାଇଁ, ସମୟ ଥିଲା ପ୍ରଭୁଙ୍କ ପାଖକୁ ରହିବା ପାଇଁ, ସମୟ ଥିଲା ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ପାଇଁ, କିନ୍ତୁ ସମୟ ଅତିବାହିତ ହେଇଯାଏ ମୋ ପ୍ରିୟମାନେ। ଦିନ ଥାଉ ତ ଆମେ ଯଦି ନ ଫେରିବା, ନ ଆସିବା, ତାହେଲେ ସମୟ କେତେବେଳେ ବିତିଯିବ। ଆଉ ଶେଷ ସମୟରେ ଆମେ ମୃତ୍ୟୁ ମୁଖରେ ପଡିବା। ସେ ସମୟରେ କିଏ ବୋବେଇଲେ କାନ୍ଦିଲେ କେହି ଶୁଣିବେ ନାହିଁ ମୋ ପ୍ରିୟମାନେ। ତେଣୁକରି ବାହାନା ଚଳିବ ନାହିଁ। ସେ ଆମମାନଙ୍କର ହୃଦୟ ଚଲନ୍ତି, ଆତ୍ମା ଚଲନ୍ତି, ସବୁ ଗତିରେ ଆମମାନଙ୍କୁ ସେ ଅନ୍ୱେଷଣ କରି ଦୃଷ୍ଟି ରଖିଥାନ୍ତି ମୋ ପ୍ରିୟମାନେ। ତେଣୁକରି ଦିନମାନଙ୍କରେ ଆମମାନେ ବାହାନା କରିକି ଆମେ ତିଷ୍ଠି ପାରିବା ନାହିଁ। ଆମମାନଙ୍କ ବାହାନା ଚଳିବ ନାହିଁ ମୋ ପ୍ରିୟମାନେ। ଆମମାନେ ବାକ୍ୟରୁ କିଛି ଅଂଶ ମୁଁ ପଢିବା ପାଇଁ ଇଚ୍ଛା ପ୍ରକାଶ କରେ। କାହିଁକି କେତେଟି ବାଇବଲର କେତେଟି ବାହାନା ବିଷୟରେ ଆମେ ଆଜି ଆଲୋଚନା କରିବା। ଆଉ ତା ପୂର୍ବରୁ ଆମେ ଆଉ ଗୋଟେ ଅଂଶ ମଧ୍ୟ ପଢିବା। ଏଭ୍ରି ତାର 4 ପର୍ବ 12 ପଦ ପଢନ୍ତୁ। ଏଭ୍ରି 4 ପର୍ବ 12 ପଦ। କାରଣ ଈଶ୍ୱରଙ୍କର ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ୍ଗ ଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ହାଲେଲୁୟା। ଏମିତି ମେସିନ୍ ତିଆରି ନେଇ ଆଜ୍ଞା, ଗ୍ରନ୍ଥି ମଜ୍ଜା ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ବିଚାରକ ସେ ଅଟନ୍ତି। କୌଣସି ମେସିନ୍ ତିଆରି ନେଇ ଆଜ୍ଞା, ଏପରି ମେସିନ୍ କୋଉ ଜଗତରେ ତିଆରି ନେଇକି ଏସବୁ ଆମମାନଙ୍କୁ ବାହାର କରିକି ଦେବ। ତେଣୁକରି ବାହାନା ଚଳିବ ନାହିଁ। ଦାଉଦଙ୍କ କଥା ଦେଖିବା, ସେ ବାହାନା କରିଲେନି ମୋ ପିଲାମାନେ। ଆସ ଆମେ ସଦାପ୍ରଭୁଙ୍କ ଗୃହକୁ ଯାଉ, ଏଇ କଥା ଲୋକମାନେ କହିଲା ବେଳେ ମୁଁ ଆନନ୍ଦିତ ହେଲି। କଣ ଦରକାର ଥିଲା ତାଙ୍କର? ସେ ରାଜସିଂହାସନରେ ବସିବା ଲୋକ, ସେ କାହିଁକି କହୁଥିଲେ ଆସ ଆମେ ସଦାପ୍ରଭୁଙ୍କ ଗୃହକୁ ଯାଉ? ଏଇ କଥା ଲୋକମାନେ କହିଲା ବେଳେ ମୁଁ ଆନନ୍ଦିତ ହେଲି। ଆଜି ଆନନ୍ଦ ବଦଳରେ ଆମମାନଙ୍କୁ ନିରାନନ୍ଦ। ଆମେ କଣ ହେଇଯାଇଛି ଲୋକମାନେ? ଆଜି ଅନେକ ପ୍ରକାର ବାହାନାରେ ଲୋକମାନେ ଗଣ୍ଠି ଗାଣ୍ଠି ପୁରା ତାদের ବାନ୍ଧି ହେଇକି ରହିଛନ୍ତି ମୋ ପିଲାମାନେ। ଗଣ୍ଠିଲି କରିଦେଇଛନ୍ତି ବାହାନାକୁ ମୋ ପିଲାମାନେ। ତେଣୁକରି ପ୍ରଭୁ ଏଇ କଥା କହିବାକୁ ଚାହାନ୍ତି, ଆମେ ଜଗତ ମଧ୍ୟରେ ବାହାନା କରିପାରିବା, ଜଗତ ଲୋକମାନଙ୍କ ପାଖରେ ବାହାନା କରିପାରିବା, କିନ୍ତୁ ପରମେଶ୍ୱରଙ୍କ ପାଖରେ ବାହାନା ଚଳିବ ନାହିଁ। କାରଣ ସେ ଆମମାନଙ୍କର ସବୁ ଗ୍ରନ୍ଥି ମଜ୍ଜା ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ବୋଲି କୁହାଯାଏ। ଆମଙ୍କ ପ୍ରାଣ ଆତ୍ମା ଗ୍ରନ୍ଥି ସବୁଥିରେ ସେ ଆମମାନଙ୍କୁ ସବୁ ଦେଖନ୍ତି ମୋ ପିଲାମାନେ। କୌଣସି ନିକିତି ତିଆରି ନେଇ, କୌଣସି ମେସିନ୍ ତିଆରି ନେଇ ଏସବୁ କରିବା ପାଇଁ ମୋ ପିଲାମାନେ। ତେଣୁକରି ଆମମାନଙ୍କ ପାଖରେ ବାହାନା ଚଳିବ ନାହିଁ। ଦାଉଦ ବାହାନା କରୁନଥିଲେ, ସେ କେତେ ସୁନ୍ଦର କହିଲେ, ମୁଁ ଆନନ୍ଦିତ ହେଲି ବୋଲି କହିଥିଲେ ମୋ ପ୍ରିୟମାନେ। ପ୍ରଭୁ ଏଇ କଥା କହିଲେ, ଆମେ ଆନନ୍ଦ ହବାର ଅଛି। ପ୍ରଭୁଙ୍କ ବାହାନା ଚଳିବ ନାହିଁ। ତେଣୁ ଆମେ ଅନେକ ଜଣ ଆପଣମାନେ ଯାଉଥିବେ, କିନ୍ତୁ ଜଗତ କଥା ଦେଖିଲେ ଆମ ପ୍ରିୟମାନେ ଆଜି ବାହାନାରେ ଲୋକମାନେ ପରିପୂର୍ଣ୍ଣ ଅଛନ୍ତି। କେତେ ପ୍ରକାର ବାହାନା ଆଜି ବାକ୍ୟରୁ ଆମେ ମଧ୍ୟ କିଛି ବାହାନା ଦେଖିବା। ତାହା ହେଉଛି ଲୁକ ତାର ଖୋଲନ୍ତୁ, ଲୁକ ତାର 14 ପର୍ବ 16 ପଦରୁ ଆମେ ପଢି ଯିବା। ଲୁକ 14 ପର୍ବ 16 ପଦ। କେତେ ବାହାନା ପଢନ୍ତୁ। ଲୁକ 14:16। କିନ୍ତୁ ସେ ତାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ରି ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ, ଆଉ ଭୋଜନର ସମୟ ଉପସ୍ଥିତ ହୁଅନ୍ତେ ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି। କିନ୍ତୁ ସମସ୍ତେ ଏକମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଥମ ଜଣ ତାହାକୁ କହିଲା, ମୁଁ ଖଣ୍ଡେ କ୍ଷେତ କିଣିଅଛି, ତାହା ମତେ ଦେଖିବାକୁ ପଡିବ। ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କରେ। ଆଉ ଜଣେ କହିଲା, ମୁଁ 5 ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି। ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କରେ। ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇପାରୁନାହିଁ। ପୁଣି ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେଇ ସବୁ ଜଣାଇଲା। ସେଥିରେ ଗୃହକର୍ତ୍ତା କ୍ରୋଧାନ୍ୱିତ ହୋଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ଡ ଓ କେତେ ବାହାନା ଦେଖନ୍ତୁ ମୋ ପିଲାମାନେ। ପ୍ରଥମ ଜଣ ଦେଖନ୍ତୁ, ଭୋଜି
ପ୍ରସ୍ତୁତ କରିକି ସେ ଡାକୁଥିଲେ। ଆମେ ଅନ୍ୟ ବେଳେ କଣ ହୁଏ ନା ବିନା ପ୍ରସ୍ତୁତିରେ ଆମେ ମଧ୍ୟ ପହଞ୍ଚାଇଥାଉ, କିନ୍ତୁ ଦେଖନ୍ତୁ ସେ ଲୋକ ସେ ସବୁ ପ୍ରସ୍ତୁତ କରିକି ଡାକୁଛି। ଆଉ ପ୍ରଥମ ଜଣ କିନ୍ତୁ ହଉଛି ଆଉ ବହୁତ ସମୟ ଉପସ୍ଥିତ ହୁଅନ୍ତି ସେ ନିମନ୍ତେ ଲୋକମାନଙ୍କୁ ଆପଣ ଦାସକୁ ପଠାଇ କହିଲେ ଆପଣ ଆସନ୍ତୁ, କାରଣ ସମସ୍ତେ ପ୍ରସ୍ତୁତ ହେଲାଣି। କିନ୍ତୁ ସମସ୍ତେ ଏକମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଥମ ଜଣକ ତାକୁ କହିଲା ମୁଁ ଖଣ୍ଡେ କ୍ଷେତ କିଣି ଅଛି। ଭୋଜି କେତେବେଳେ ଥିଲା ଆଜ୍ଞା? ଭୋଜି ଥିଲା ରାତ୍ରିରେ ଭୋଜି ଥିଲା ମୋ ପ୍ରିୟମାନେ। କିନ୍ତୁ କ୍ଷେତ ସେ କିଣେ, ଦେଖିବ କଣ ରାତିରେ ଯାଇକି ଦେଖେ? ରାତିରେ କିଏ ଦେଖନ୍ତି ନାହିଁ। ଯଦି ବା ସେ କିଣିଥିବ ନିଶ୍ଚୟ ନ ଦେଖିକି କିଣିଥିବ କେତେବେଳେ ସେ ନିଶ୍ଚୟ ଦେଖିକି କିଣିଥିବ। କିନ୍ତୁ କେତେ ଭଦ୍ରତାର ସହିତ କହୁଛି ମୁଁ ମନେ କରୁଛି କ୍ଷମା ପାଇ, କେତେ ଭଦ୍ରାମୀର ସହିତ ସେ ବାହାନା କରୁଛି। ମୋ ବ୍ରାହ୍ମଣ ବେଳେ ବେଳେ ଭଦ୍ରାମୀ ସହିତ ମଧ୍ୟ ବାହାନା କରିଥାଉ ମୋ ବ୍ରାହ୍ମଣ। ଏ ଦେଖ କେତେ କେମିତି ଗୋଟେ ବାହାନା ସେ କରୁଛି। କ୍ଷେତ ଯେ କିଣିଥାଏ ଦେଖିକି କିଣିଥାଏ, ଯେ ଦେଖିବାକୁ ଯିବ ସେ ରାତିରେ କେବେ ଯିବ ନାହିଁ। ଏଇ ହଉଛି ତାର ଏଇ ଗୋଟେ ପ୍ରଥମ ବାହାନା। ଦ୍ୱିତୀୟ ଜଣକ କହୁଛି, ଆଉ ଜଣେ କହିଲା ମୁଁ 5 ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି, ଅନୁରୋଧ କରେ ମୁଁ କ୍ଷମା ପାଇଅଛି। କିଏ ବି ମଧ୍ୟ ପୁରା ଦୟା ବା ଦୟା ଦେଖଉଛି ପ୍ରଭୁଙ୍କୁ ସେଇ ପ୍ରକାର ଯିଏ ବଳଦ କିଣେ ମୋ ପ୍ରିୟମାନେ, ଯୋଉମାନେ ସହରରେ ଥିବେ ଜାଣିନଥିବେ, କିନ୍ତୁ ଯୋଉମାନେ ଗ୍ରାମାଞ୍ଚଳ ଲୋକମାନେ ଥିବେ, ବଳଦ କେବେ ରାତ୍ରିରେ ଟେଷ୍ଟ କରାଯାଏ, ପରୀକ୍ଷା କରାଯାଏ ମୋ ପ୍ରିୟମାନେ। ଖାଲ ଢିପ କୋଉଠି ସବୁ ନୂଆ ବଳଦ କୋଉଠି ପଡିବ ତା ଠିକ ନଥିବ, ଦିନ ବେଳା କରାଯାଏ। କିଏ ହଉଛି ତାର ଦ୍ୱିତୀୟ ମାନେ ଭଦ୍ରାମୀ ସହିତ ଏମିତି କେତେ ସୁନ୍ଦର ସେ କହୁଛି ମୁଁ ଇଚ୍ଛା କରୁଛି କ୍ଷମା ପାଇଅଛି ବୋଲି କହୁଛି। ଭଦ୍ରାମୀ ସହିତ ବେଳେ ବେଳେ ସମ୍ମାନେ କହୁଥିଲି, ସମ୍ମାନେ ପୁରା ତମର ଭାଇ ମାଛ ନେଇ ଆସିଲେ, ସମ୍ମାନେ ପୁରା କୁଣିଆ ପଳେଇ ଆସିଲେ, ଭଦ୍ରାମୀ ସହିତ କହିଛନ୍ତି ବାଳକ ଆମେ ଖାଲି ଭାଇ ଆଜି କାହିଁ ଚର୍ଚ୍ଚ ଗଲନି? ନାଇଁ ଆଜ୍ଞା ଆମ ଘରକୁ 2 ଜଣ ବନ୍ଧୁ ପଳେଇ ଆସିଲେ ଆଜ୍ଞା, ମୁଁ ଆଜ୍ଞା ସରି ଆଜି ଯାଇପାରିଲିନି ଆଜ୍ଞା, ସରି ମାନେ ଭଦ୍ରାମୀ ସହିତ ଆମେ କହିଥାଉ ମୋ ପ୍ରିୟ ମାନେ। କିନ୍ତୁ ପ୍ରଭୁ ଏଇଟା ଚାହାନ୍ତି ନାହିଁ ମୋ ମାନେ, ବାହାନା ଚଳିବ ନାହିଁ। ତୁ ଯାଉ ଜଣେ କହୁଛି ମୁଁ ବାହା ହେଇଛି, ଯେ ମୁଁ ବାହା ହେଇଛି, ସେ ବାହାନା ଏଇ ସବୁ ବାକ୍ୟର ବାହାନା ଅଟେ ମୋ ପ୍ରିୟ ମାନେ। ଆମମାନଙ୍କୁ ପ୍ରଭୁ ଆଜି ଏତେ ସୁନ୍ଦର ସୁଯୋଗ ଦେଇଛନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଲେଖାଯାଏ ମୋ ପ୍ରିୟ ମାନେ ତାଙ୍କର ପ୍ରଭୁ କ୍ରୋଧାନ୍ୱିତ ହେଲେ ମୋ ପ୍ରିୟ ମାନେ। ଏଇ ଦିନ ମାନଙ୍କରେ ପ୍ରଭୁଙ୍କର କ୍ରୋଧ ଆସିବ ମୋ ପ୍ରିୟ ମାନେ। ଆମମାନେ ହୁଏତ ଜଗତ ମଧ୍ୟରେ ବାହାନା କରି ରହିପାରିବା, କିନ୍ତୁ ପ୍ରଭୁଙ୍କ ପାଖରେ ବାହାନା କରିବା ଆମମାନଙ୍କୁ ଚଳିବ ନାହିଁ ମୋ ପ୍ରିୟ ମାନେ। କାରଣ ଏମିତି ଯୋଉମାନେ ବାହାନା କରୁଛନ୍ତି ମୋ ପ୍ରିୟ ମାନେ, ପରମେଶ୍ୱରଙ୍କ କ୍ରୋଧ ଉପସ୍ଥିତ ଅଛି ମୋ ପ୍ରିୟ ମାନେ। ପରମେଶ୍ୱରଙ୍କ ଅନୁଗ୍ରହରେ ଜୀବନ ଥାଏ ମୋ ପ୍ରିୟ ମାନେ, ପରମେଶ୍ୱର କ୍ରୋଧରେ ମରଣ ଥାଏ ମୋ ପ୍ରିୟ ମାନେ, ପରମେଶ୍ୱର କ୍ରୋଧରେ ମରଣ ଥାଏ। ତେଣୁକରି ସେ କ୍ରୋଧାନ୍ୱିତ ହଉଛନ୍ତି। ଆଜି ସମୟ ଅଛି ମୋ ପ୍ରିୟ ମାନେ, ଆମେ ସମୟ ଥାଉ ବେଳ ଥାଉ ପ୍ରଭୁଙ୍କ ପାଖକୁ ନ ଯିବା, ପ୍ରଭୁଙ୍କ ସହିତ ନ ରହିବା, ତାହେଲେ ଦିନ ଆସିବ ଆମମାନଙ୍କୁ ତ ସମୟ ଆମନ୍ତ ନିଆଯିବ ମୋ ପ୍ରିୟ ମାନେ। ଆମମାନଙ୍କ ଠାରୁ ହିସାବ ଗୋଟି କରି ହିସାବ ନିଆଯିବ ମୋ ପ୍ରିୟ ମାନେ। ପ୍ରଭୁ ଏଇ କଥା କହିବାକୁ ଚାହାନ୍ତି ମୋ ପ୍ରିୟ ମାନେ, ବାହାନା କରିକି ଆମମାନେ ଦୃଷ୍ଟି ପାରିବା ନାହିଁ ମୋ ପ୍ରିୟ ମାନେ। ସୁନ୍ଦର ବାକ୍ୟରେ ମଧ୍ୟ ଲେଖାଯାଏ ନୋଙ୍କ ବିଷୟରେ ଯଦି ଆମେ ପଢିବା, ଲେଖାଯାଏ ନୋ କେବେ ବି ବାହାନା କରୁନଥିଲେ ମୋ ପ୍ରିୟ ମାନେ। ସେ ଯେମିତି ପ୍ରଭୁ ଯେମିତି ତାଙ୍କ ସହିତ କଥା ହେଇଥିଲେ ତ ସେମିତି ସେ କାର୍ଯ୍ୟ କରୁଥିଲେ। ନୋଙ୍କ ସହିତ ପ୍ରଭୁ କଥା ହେଇଥିଲେ, କିନ୍ତୁ ଲେଖାଯାଏ ସପରିବାର ନୋଙ୍କ ସହିତ ସେମାନେ ସହମତି ଥିଲେ ମୋ ପ୍ରଭୁ। ନୋ ଯାହା କହୁଥିଲେ ତାଙ୍କ ପରିବାର ମଧ୍ୟ ସେଥିରେ ସହମତି କାର୍ଯ୍ୟ କରୁଥିଲେ ମୋ ପ୍ରଭୁ। ନୋଙ୍କ ସହିତ ପ୍ରଭୁ କଥା ହେଇଥିଲେ, ତାଙ୍କ ପରିବାର ତାଙ୍କ ସ୍ତ୍ରୀ ସହିତ ଆଉ ପିଲାମାନଙ୍କ ସହିତ କଥା ହେଇନଥିଲେ ମୋ ପ୍ରଭୁ। ତେଣୁ ପ୍ରଭୁ ଏଇ କଥା କହୁଛନ୍ତି ବାହାନା ଚଳିବ ନାହିଁ ମୋ ପ୍ରଭୁ। ଆମେ ବାହାନା କରି କେତେ ଦିନ ରହିପାରିବା ମୋ ପ୍ରଭୁ। ତେଣୁକରି ଆମମାନଙ୍କୁ ବାହାନା କରିପାରିବା ନାହିଁ। ଈଶ୍ୱରଙ୍କର ଆମେ କଣ ଆମଙ୍କର ଯୋଗ୍ୟ, ମାନେ ଈଶ୍ୱରଙ୍କର ରକ୍ତ ମାଂସ ଅଂଶ ହେଇପାରିବା, ଈଶ୍ୱରଙ୍କ ସହଭାଗିତା ଆସିବା, ମଣ୍ଡଳୀର ସହଭାଗିତା ଆସିବା, ଆମର କଣ ଯୋଗ୍ୟତା ଅଛି ମୋ ପ୍ରଭୁ? କିଛି ଯୋଗ୍ୟତା ନାହିଁ। କିନ୍ତୁ ପ୍ରଭୁ ଆମକୁ ଯୋଗ୍ୟ ମଣିଛନ୍ତି, ଆମକୁ ପ୍ରଭୁ ଏବେ ଡାକୁଛନ୍ତି ମୋ ପ୍ରଭୁ। ଆସ ଚର୍ଚ୍ଚ ବେଲ୍ ବାଜେ ମୋ ପ୍ରିୟ ମାନେ। ଚର୍ଚ୍ଚ ବେଲ୍ ର ଅର୍ଥ ଟଙ୍ଗ 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 ର ଅର୍ଥ ଆସ 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 ମୋ ପ୍ରିୟ ଆସ ବୋଲି ଡାକାଯାଏ। ମନ୍ଦିରର ଓଡିଆ ଲୋକମାନଙ୍କର ହିନ୍ଦୁ ଲୋକମାନଙ୍କର ମନ୍ଦିରକୁ ଯିବେ, ସେମାନେ ଯାଇକି ତାଙ୍କ ପ୍ରଭୁଙ୍କୁ ଉଠାନ୍ତି ମୋ ପ୍ରଭୁ। ଆମେ ଆସିଲୁ ତମେ ଉଠ ବୋଲି ଡାକନ୍ତି। କିନ୍ତୁ ଆମମାନଙ୍କର ପରମେଶ୍ୱର ଆଜି ମଧ୍ୟ ଟଙ୍ଗ 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 ତାର ବେଲ୍ ର ଅର୍ଥ ଆମେ ବୁଝିବା। ପ୍ରଭୁ ଡାକନ୍ତି ଆସ ମିଖାଲ ଭାଇ ଆସ ସେ ବେଲ୍ ର ଅର୍ଥ ଏହା ଅଟେ ମୋ ପ୍ରିୟମାନେ। ଟଙ୍ଗ 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 ର ବେଲ୍ ର ଅର୍ଥ ଏଇଟା ଅଟେ ମୋ ପ୍ରିୟମାନେ। ଆଜି ପ୍ରଭୁ ଏଇ କଥା କହୁଛନ୍ତି ଆମମାନଙ୍କୁ ସମୟ ଥାଉ ପ୍ରଭୁଙ୍କ ପାଖକୁ ଯିବା। କ୍ରୋଧ ପୂର୍ବରୁ, ପ୍ରଭୁଙ୍କର କ୍ରୋଧ ଆସିବା ପୂର୍ବରୁ ଆମମାନଙ୍କୁ ନିଜ ଜୀବନକୁ ଈଶ୍ୱରଙ୍କ ସହିତ ରଖିବାର ଅଛି ମୋ ପ୍ରିୟମାନେ। ଈଶ୍ୱରଙ୍କ ସହିତ ସେମାନଙ୍କ ଜୀବନ କାଟିବାର ଅଛି, ପ୍ରଭୁଙ୍କ ସଙ୍ଗେ ରହିବାର ଅଛି ମୋ ପ୍ରିୟମାନେ। ଯଦି ନ ରହିବା ତାହେଲେ ଦିନ ଆସିବ ହୁଏତ ଆମମାନଙ୍କୁ ବେଳ ନଥାଏ ମୋ ପ୍ରିୟମାନେ, ଆମମାନଙ୍କୁ ସମୟ ନଥାଏ ମୋ ପ୍ରିୟମାନେ।
ସୁନ୍ଦର ସୁନ୍ଦର କଥା ଲେଖାଯାଏ। ଆମେ ଯଦି ପଢୁ ମାନେ ଗୋଟେ ପଦ ପଢିବା ଆମକୁ ହିତୋପଦେଶ ତାର ହିତୋପଦେଶ ତାର 1 ପର୍ବ 24-33 ପଦ ପଢିବା। 24 ପଢି ଅଳ୍ପ ସଂଖ୍ୟା 24ଟା ପଢନ୍ତୁ। ଯେହେତୁ ମୁଁ ଡାକିଲି ପୁଣି ତୁମେ ମାନେ ନାସ୍ତି କଲ, ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ। ହାଲେଲୁୟା। ସେ ଏବେ ଡାକୁଛନ୍ତି ମୋ ପ୍ରିୟମାନେ, ଯଦି ଆମମାନେ ଶୁଣିବା ନାହିଁ ତା ତଳକୁ ତଳ ଲେଖାଯାଏ ଆମମାନେ ପରିହାସ କରି ବୋଲି ଲେଖାଯାଏ। ମୋ ପ୍ରିୟମାନେ ପଢୁନାହିଁ ସମୟ ସରିଯିବ, ତେଣୁ ଆମେ ତଳକୁ ତଳ ଦେଖିବେ ପଢିବେ ସେଇ ହିତୋପଦେଶର 1 ପର୍ବର 24ରୁ ପଢିଯିବେ ଯେ କି ସୁନ୍ଦର ସୁନ୍ଦର କଥା ଲେଖାଯାଏ। ସେ ଏବେ ଡାକୁଛନ୍ତି ମୋ ପ୍ରିୟମାନେ, ଯଦି ଆମମାନେ ଶୁଣିବା ନାହିଁ ଦିନ ଆସିବ ଆମେ ମଧ୍ୟ ଡାକିବା, ତୁମେ ମଧ୍ୟ ଡାକିବ ଆମେ ଶୁଣିବା ନାହିଁ ବୋଲି କୁହନ୍ତି ମୋ ପ୍ରିୟମାନେ। ତେଣୁ ଆମମାନଙ୍କୁ ଦିନ ମାନଙ୍କରେ ପ୍ରଭୁଙ୍କ ସହିତ ଚଳିବାକୁ ପଡିବ, ପ୍ରଭୁଙ୍କ ବାକ୍ୟରେ ବଢିବାର ଅଛି ଲୋକମାନେ। ଆଜି ଅନେକ ପରିବାରରେ ନିଜେ ଚର୍ଚ୍ଚକୁ ଯାଆନ୍ତି ନାହିଁ, ତାଙ୍କର ପିଲାମାନେ ମଧ୍ୟ ଚର୍ଚ୍ଚକୁ ଯାଆନ୍ତି ନାହିଁ ଲୋକମାନେ। ଆମମାନେ ରବିବାରରେ ମଧ୍ୟ ଅନେକ ଗୁଡେ ମଣ୍ଡଳୀ ଯାଇଥିଲି, ଆଉ ଦେଖିଲି ସକାଳେ ପାଇଲେ ସମସ୍ତେ ପିଲାମାନେ ଗାଡି ନେଇକି ଯାଉଥିଲେ। ଆଉ ମୁଁ ପଚାରିଲି ଆଜି ତ ଚର୍ଚ୍ଚ ରବିବାର ଅଛି, ଏମାନେ ସବୁ କୁଆଡେ ଯାଉଛନ୍ତି? ବହୁତ ଜଣ ଯାଉଥିଲେ, ମୁଁ ଦେଖିଲି ରାସ୍ତାରେ ଛିଡା ହେଇଥିଲେ ଦେଖିଲି, ଆଉ ଆମର ଖ୍ରୀଷ୍ଟିଆନ ପିଲାମାନେ ସବୁ ଯାଉଥିଲେ, ଲୋକମାନେ ମଧ୍ୟ ଯାଉଥିଲେ। ଆଉ ସେ ମୁଁ କହିଲି କଣ ପାଇଁ ଏମାନେ ଯାଉଛନ୍ତି? ସେମାନେ କହିଲେ ସମସ୍ତେ ଡ୍ୟୁଟି ଯାଉଛନ୍ତି ବୋଲି କହିଲେ। ପ୍ରଭୁ ମତେ କ୍ଷମା କର ବୋଲି କହିଲି। ଏମାନେ କଣ ରବିବାର ଅଛି କିନ୍ତୁ ପ୍ରଭୁଙ୍କର ସାନ୍ନିଧ୍ୟ ନ ଯାଇ ପ୍ରଭୁଙ୍କର ଆଶୀର୍ବାଦର ଉଣା ପଡିଯିବେ ମାନେ ପ୍ରଭୁଙ୍କ ପାଖରେ ମୁଁ ପ୍ରାର୍ଥନା କରୁ, ପ୍ରଭୁ ଏମାନଙ୍କୁ ବୁଦ୍ଧି ଜ୍ଞାନ ଦିଅନ୍ତୁ ମୋ ପ୍ରଭୁ। ଆଉ ମୁଁ ଆସିକି ତାଙ୍କ ସେକ୍ରେଟାରୀ ଆଜ୍ଞାଙ୍କୁ କହିଲି, ଆପଣ ପାଳକ ଆଜ୍ଞାଙ୍କୁ ମଧ୍ୟ କହିଲି, ଆପଣ ଶିକ୍ଷା ବାକ୍ୟରେ କୁହନ୍ତୁ ଏ କଥା। ଆଜିକାଲି ତ ପାଳକ ମାନେ ଡରୁଛନ୍ତି ମୋ ପ୍ରିୟମାନେ ଏସବୁ କଥା କହିବା ପାଇଁ, କାରଣ ସେମାନେ ଯେହେତୁ ବେତନ ଭୋଗୀ ଅଛନ୍ତି। କିନ୍ତୁ ମୁଁ ସବୁବେଳେ କହିଥାଏ ପାଳକ ଆଜ୍ଞା ମାନଙ୍କୁ, ପ୍ରଭୁ ବେତନ ପାଇଁ ଆପଣଙ୍କୁ କିଛି ଆଣିନାହାନ୍ତି, ବେତନ ହେବା ପରମେଶ୍ୱର ଅଟନ୍ତି। ଆପଣଙ୍କୁ କହିବାକୁ ପଡିବ। ଅନେକ ମଣ୍ଡଳୀରେ କଣ ହୁଏ, ଯଦି ପାଳକ ମାନେ କିଛି କଥା କହିଦିଅନ୍ତି ସାଙ୍ଗେ ସାଙ୍ଗେ ତାଙ୍କ ନାଁରେ ସଭା ସମିତି ବସିଯିବ, ସାଙ୍ଗେ ସାଙ୍ଗେ ବଚସା ଆରମ୍ଭ ହେଇଯାଏ ମୋ ପ୍ରିୟମାନେ। ଆଜି ଆମମାନେ ଜୀବନ କୋଉ ପ୍ରକାର ରହିଯାଇଛି ମୋ ପ୍ରିୟମାନେ? ଆମମାନଙ୍କ ଜୀବନ ଆଜି ପ୍ରଭୁଙ୍କ ପାଖରେ ଅଛି ନା ଈଶ୍ୱରଙ୍କ ଠାରୁ ଦୂରକୁ ଯାଇ ଶୈତାନ ବସିବୁ ଯାଇଛ ମାନେ? ଆମ ସେଦିନ ମୋର ମଧ୍ୟ ବାକ୍ୟ ଥିଲା, ମୁଁ ସେଦିନ ସେଇ କଥା କହିଥିଲି, ଯୋଉମାନେ ସଦା ପ୍ରଭୁଙ୍କ ଗୃହକୁ ନ ଆସିବେ, କାର୍ଯ୍ୟ କରିବେ, ସେ କଣା ଥାଳିରେ ରଖିଲା ଭଳି ତାଙ୍କର ଧନ ଅର୍ଥ ରହିବ ମାନେ। ଯାହା ଆଣିବେ ଦୁଆର ମଧ୍ୟରୁ ପ୍ରବେଶ କରିବା ପୂର୍ବରୁ ଆମମାନେ ଫୁଙ୍କି ଦେବା ବୋଲି ବାକ୍ୟରେ କୁହାଯାଏ ମୋ ମାନେ। ଫୁଙ୍କି ଦେବା ଅର୍ଥାତ୍ ଯାହା ଆଣିଥିବେ ତ ଯିବ, ଯାହା ଭିତରେ ଥିବ ସେ ମଧ୍ୟ ଯିବାର ସମ୍ଭାବନା ଅଛି ମୋ ମାନେ। ତେଣୁକରି ଆମମାନଙ୍କୁ ବାହାନା କରିକି ମୋର କାମ ଅଛି, ମୋର ଡ୍ୟୁଟି ଅଛି ଏସବୁ କହିଥାନ୍ତି ଲୋକମାନେ ମୋ ମାନେ। ପ୍ରଭୁ ଏଇ କଥା କହିବାକୁ ଚାହାନ୍ତି ମୋ ମାନେ, ଆମମାନେ ଆଉ ବାହାନା କରିକି ରହିପାରିବା ନାହିଁ। ପ୍ରଭୁ ଆମମାନଙ୍କୁ ସୁନ୍ଦର ଲେଖାଯାଏ, ଯଦି ଆମେ ପଢୁ ଗୀତ ସଂହିତା ତାର 65 ତାର 4 ପଦ ସୁନ୍ଦର କଥା ଲେଖାଯାଏ। ଆଉ ପଢୁ, ତୁମ୍ଭେ ଯାହାକୁ ତୁମ ପ୍ରାଙ୍ଗଣରେ ବାସ କରିବାକୁ ଦିଅ, ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକମାନେ ଧନ୍ୟ ବୋଲି କୁହାଯାଏ ମୋ ପ୍ରଭୁ। ତୁମ୍ଭେ ଯାହାକୁ ତୁମ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର, ପୁଣି ଆପଣା ନିକଟକୁ ଆସିବାକୁ ଦିଅ ବୋଲି ଲେଖାଯାଏ। ଗୀତ ସଂହିତା ତାର 65 ପର୍ବ 4 ପଦରେ ଲେଖାଯାଏ ମୋ ମାନେ। ଭାଗ୍ୟ ମାନେ ଆଶୀର୍ବାଦ କୋଉଠୁ ଆସେ ମୋ ମାନେ? ଆମମାନେ ସଦା ପ୍ରଭୁଙ୍କୁ ଯାଉ ବୋଲି ଦାଉଦ କହିଲେ, ଆନନ୍ଦିତ ହେଲେ କାହିଁକି କହିଲେ? ତେଣୁ ଆମମାନଙ୍କୁ ପ୍ରଭୁଙ୍କ ସହିତ ରହିବାର ଅଛି। ଆଜି ଅନେକ ମଣ୍ଡଳୀ ମାନଙ୍କରେ ପ୍ରାର୍ଥନା ସଭାରେ ଲୋକମାନେ ଯୋଗ ଦିଅନ୍ତି ନାହିଁ, କାର୍ଯ୍ୟକାରୀ ମାନଙ୍କର କାହାର ଦେଖା ନଥାଏ, ନା ସେକ୍ରେଟାରୀ, ନା ପ୍ରେସିଡେଣ୍ଟ, ନା କୋଷାଧ୍ୟକ୍ଷ, ନା ଟ୍ରେଜର, ନା ଡିକନ, ମାନେ ବହୁତ କମ ଲୋକ ଆମ ମଣ୍ଡଳୀ କଥା ମୁଁ ଦେଖୁଛି। ବହୁତ କଷ୍ଟ ଲାଗେ ମତେ, ବହୁତ କଷ୍ଟ। କଣ ପାଇଁ ତୁମେ ରହିଛ? ବାହାନା କେତେ ଦିନ କରି ରହିବ ମୋ ପ୍ରିୟମାନେ? କେତେ ଦିନ ବାହାନା କରୁଛ? ବିଲ କାମ, ଗାଡି କାମ, ଚାକିରି, କେତେ ଦିନ ବାହାନା ଚାଲିବ ମୋ ପ୍ରିୟମାନେ? ସେକ୍ରେଟାରୀ ମାନେ ଭାବନ୍ତି ଆମମାନେ କେବଳ ରହିଛୁ ମଣ୍ଡଳୀରେ ନୋଟିସ ପଢିବା ପାଇଁ, ପ୍ରେସିଡେଣ୍ଟ ମାନେ ଭାବନ୍ତି ଆମମାନେ କେବଳ ରହିଛୁ ସଭାରେ ସଭାପତିତ୍ୱ କରିବା ପାଇଁ, ଡିକନ ମାନେ ଭାବନ୍ତି ଆମମାନେ ଖାଲି ରହିଛୁ ଚାନ୍ଦା ଆଦାୟ କରିବା ପାଇଁ। ନାଇଁ ମୋ ପ୍ରିୟମାନେ, ତୁମମାନଙ୍କୁ ଚର୍ଚ୍ଚ ଆସି ମଣ୍ଡଳୀକୁ ଆସି ପ୍ରାର୍ଥନା କରିବାର ଆବଶ୍ୟକତା ଅଛି। ମୁଁ ଦିନେ ଆମର ଚର୍ଚ୍ଚରେ ଶିକ୍ଷାରେ କହୁଥିଲି ବର୍ତ୍ତମାନ, ଆପଣମାନଙ୍କୁ ରଖା ହେଇନି ନୋଟିସ ପଢିବା ପାଇଁ, ଆପଣମାନଙ୍କୁ ରଖା ହେଇନି ସଭାପତିତ୍ୱ କରିବା ପାଇଁ, ଆପଣମାନଙ୍କୁ ରଖା ହେଇନି ଡିକନ ମାନଙ୍କୁ ରଖା ହେଇନି ଯେ କେବଳ ଧାନ ସଂଗ୍ରହ କରିବା ପାଇଁ, ଆପଣମାନଙ୍କୁ ରଖା ହେଇଛି କେବଳ ପ୍ରଭୁଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ, ମଣ୍ଡଳୀ ପାଇଁ, ରୋଗୀ ଦୁଃଖୀ ସମସ୍ତ ପାଇଁ ପ୍ରାର୍ଥନା କରିବା ପାଇଁ ରଖା ହେଇଛି ବର୍ତ୍ତମାନ। ଏଇ ଦିନମାନଙ୍କରେ ବାହାନା ଏତେ ପ୍ରକାର ଶୈତାନ ଆଣି ରଖିଦେଇଛି, ସମସ୍ତଙ୍କୁ ସେମିତି ସମସ୍ତଙ୍କ ପାଖରେ ଗଦା ବାହାନା ରଖିଦେଇଛି ବର୍ତ୍ତମାନ।
ତେଣୁକରି ପ୍ରଭୁ ଆଜି ଏଇ କଥା କହିବାକୁ ଚାହାନ୍ତି ମୋ ପ୍ରିୟମାନେ, ଆମମାନେ ପ୍ରଭୁଙ୍କ ପାଖରେ ବାହାନା ଚଳିବନି, ଆମମାନଙ୍କ ପ୍ରଭୁଙ୍କ ପାଖରେ ବାହାନା ଚଳିବନି। ଆଉ ଯୋଉମାନେ ଅନ୍ୟ କେତେଟା କାର୍ଯ୍ୟକାରୀ ଥାନ୍ତି ସେମାନେ ନା ଘରିକା ନା ଘାଟିକା କୋଉ ପଟେ ନୁହନ୍ତି ମୋ ପ୍ରିୟମାନେ। ତେଣୁକରି ପ୍ରଭୁ ଆଜି ଏଇ କଥା କହିବାକୁ ଚାହାନ୍ତି, ଆମମାନଙ୍କୁ ବାହାନା କରିକି ରହିହବନି, ଆମମାନେ ବାହାନା କରିପାରି ସେ ଶୀଘ୍ର ଆସୁଛନ୍ତି ମୋ ପ୍ରିୟମାନେ, ସେ ଶୀଘ୍ର ଆମକୁ ଗୋଟି 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 କରି କଣା କଣା ହିସାବ ଆମକୁ ଦେବାକୁ ପଡିବ ମୋ ପ୍ରିୟମାନେ। ମିକାଲ ଭାଇ ତୁମେ ଏତେ ବର୍ଷ ବଞ୍ଚିଥିଲ, ତୁମର ହିସାବ ଦେଖାଅ, ସବୁ ଖାତା ଖୋଲା ହେଇଯିବ ମୋ ପ୍ରିୟମାନେ। ଯୋଉମାନେ ଆମେ ପ୍ରଭୁଙ୍କ ଖ୍ରୀଷ୍ଟ ମାନେ ଖ୍ରୀଷ୍ଟ ଆସିତ ଦାସ ଦାସୀ ମାନେ ପ୍ରଭୁଙ୍କ ଲୋକମାନେ ଅଛୁ, ସମସ୍ତଙ୍କୁ ଗୋଟି ଗୋଟି କରି ହିସାବ ଦେବାକୁ ପଡିବ। ପ୍ରଭୁ ଏଇ କଥା କହିବାକୁ ଚାହାନ୍ତି ବର୍ତ୍ତମାନ, ଆମମାନେ ବାହାନା କରି ରହିପାରିବା ନାହିଁ, ଆମମାନଙ୍କୁ ଦିନ ଆସିବ, ଆମମାନଙ୍କର ହିସାବ ଆମମାନଙ୍କୁ ନିଜେ ଦେବାକୁ ପଡିବ ବର୍ତ୍ତମାନ, ନିଜେ ଆମକୁ ହିସାବ ଦେବାକୁ ପଡିବ। ଶୀଘ୍ର ଆସୁଛି 24, 25, 26, 27, 28, 29, 30, बस खेल खत्म हो जाएगा मौके में। कब आएंगे हम नहीं जानते, हम कब जाएंगे हम भी नहीं जानते मौके में। से केबे आसबे ई विषय के जानि न माने, से केबे आसबे हमें जानि न, हमें केबे जीवा हमें जानि न मौके में। केते दिन हम माने बाहना करी रहउतबा, हठात दिने उपस्थित हबो विनष्ट आसीबो माने प्रभुଙ୍କର आगमन तापरे हेतिबो, हमें कोठी छिबा मौके में। तेणु प्रभु जी কথা कहବାକୁ ଚାହାନ୍ତି, ଆମମାନଙ୍କୁ ବାହାନା ଚଳିବ ନାହିଁ ମତେ ମାନେ, ଆମେ ବାହାନା କରିବେ ତ ଜଗତ ମଧ୍ୟରେ ରହିଯାଇପାରୁ, ଏଇ ଜଗତ ମଧ୍ୟରେ ଆମେ ତିଷ୍ଠି ପାରୁ, କିନ୍ତୁ ପ୍ରଭୁଙ୍କ ପାଖରେ ତିଷ୍ଠିବା ଅସମ୍ଭବ ଅଟେ ମତେ ମାନେ। ଆମେ ବାହାନା ଧରିକି ପ୍ରଭୁଙ୍କ ସେଇ ସ୍ୱର୍ଗାରୋହଣ କରିପାରିବାନି, ପ୍ରଭୁଙ୍କ ପାଖକୁ ଯାଇପାରିବାନି। ତେଣୁକରି ଆମକୁ ଦିନ ମାନଙ୍କରେ ସବୁ ବାହାନାର ଆମକୁ ଦୂରକୁ ଯିବାକୁ ପଡିବ। ବାହାନା କରି କରି ଲୋକମାନେ ଆଜି ପ୍ରଭୁ ଏଇ କଥା କହିବାକୁ ଚାହାନ୍ତି ଲୋକମାନେ, ପ୍ରଭୁ ଆଜି ଏଇ କଥା କହିବାକୁ ଚାହାନ୍ତି, ଆମମାନଙ୍କୁ ବାହାନାକୁ ଛାଡିବାକୁ ପଡିବ। ଆଉ ବାହାନା କରି କରି ଆମମାନେ ରହିପାରିବାନି ଲୋକମାନେ। ତେଣୁକରି ପ୍ରଭୁ ଆଜି ଏଇ କଥା କହିବାକୁ ଚାହାନ୍ତି, ଆମମାନଙ୍କୁ ଶୀତ, କାରଣ ସେ ଆମମାନଙ୍କର ହୃଦୟକୁ ତୋଲନ୍ତି, ଆତ୍ମାକୁ ତୋଲନ୍ତି, ଆମମାନଙ୍କର ସବୁ ଗତିରେ ଆମମାନଙ୍କୁ ଅନ୍ୱେଷଣ କରନ୍ତି। ମାନେ କୋଉଠି ବି ଲୁଚିକି ରହିପାରିବାନି ମତେ ମାନେ, କୋଉଠି ବି ରହିପାରିବାନି ମତେ ମାନେ। ତେଣୁ ପ୍ରଭୁ ଆଜି ଏଇ କଥା କହିବାକୁ ଚାହାନ୍ତି ମତେ ମାନେ, ଆମମାନେ ଯେତେ ଶୀଘ୍ର ପାରୁ ପ୍ରଭୁଙ୍କ ସହିତ ରହିବାର ଅଛି, ପ୍ରଭୁଙ୍କ ସାନ୍ନିଧ୍ୟ ମଧ୍ୟରେ ରହିବାର ଅଛି। କାରଣ ସମୟ ଥାଉ ଥାଉ ନ ଫେରିବା ଦିନ ଆସିବ, ଆମମାନେ ଦରାଣ୍ଡେ ବୁଲିଲେ, ଖୋଜି ବୁଲିଲେ, ସେ କୁଆଡେ ଗଲେ ବି ଆମମାନେ ପାଇବାନି ମତେ ମାନେ। ଏ ଦିନ मध्ये ସୁଯୋଗ ଅଛି, ସୁଯୋଗର ସଦ୍ ବ୍ୟବହାର କରିବାର ଅଛି। ଆଜି ମନ୍ଦିର ଖୋଲା ଅଛି ମତେ ମାନେ, ମନ୍ଦିର ମଧ୍ୟରେ ଆମେ ପ୍ରବେଶ କରିପାରୁଛୁ। ତାରଣ ଆସିଗଲାଣି ମତେ ମାନେ, ବିଭିନ୍ନ ସ୍ଥାନରେ ହୁଏତ ମାଲକାନଗିରି ଯେପରି ଘଟଣା ଘଟୁଛି ଆପଣ ଜାଣିଥିବେ, ସବୁ ଜାଣିଛନ୍ତି ମତେ ମାନେ। ସମୟ ସନ୍ନିକଟ ଅଟେ, କେତେବେଳେ କଣ ହବ ଆମେ ଜାଣିନାହୁଁ, କେତେବେଳେ ଆମମାନଙ୍କ ପାଖରେ ଆସିବ ଆମେ ଜାଣିନାହୁଁ ମତେ ମାନେ। ତେଣୁକରି ଆମେ ପ୍ରଭୁଙ୍କ ସହିତ ଆମେ ରହିବା ସହିତ ଆମମାନଙ୍କ ପରିବାରକୁ ରଖିବାର ଅଛି ମତେ ମାନେ। ଆଜି ଅନେକ ଲୋକମାନେ ନିଜେ ବାହାନା କରୁ କରୁ ନିଜ ପିଲାମାନେ ମଧ୍ୟ ସେଥିରେ ପଡିଯାଇଛି ମତେ ମାନେ। ଅନେକ ଲୋକମାନେ ରବିବାର ହେଲେ ଉପାସନା ଯାଆନ୍ତି ନାହିଁ, ତାଙ୍କର ପିଲାମାନେ, ତାଙ୍କର ପରିବାର, ଆତ୍ମୀୟ କେହି ମଧ୍ୟ ଯାଆନ୍ତି ନାହିଁ ମତେ ମାନେ। ଗୋଟେ ପରିବାରକୁ କଟକରେ ଯାଇଥିଲି, ଆଉ ସେ ମତେ କହୁଥିଲେ, ମିକାଲ ଭାଇ ମୋ ଘରେ ବହୁତ ଅଶାନ୍ତି, ମୋ ଘରେ ଏତେ ଗଣ୍ଡଗୋଳ, ମୋ ଘର ଭଡା ଲାଗୁନି, ଏଇସବୁ ମୁଁ ତାଙ୍କ ଜୀବନକୁ ଜାଣିଛି। ସେ କେବେ ମଧ୍ୟ ଚର୍ଚ୍ଚକୁ ଯାଆନ୍ତି ନାହିଁ ମତେ, କେବେ ଯାଆନ୍ତି ନାହିଁ। ମୁଁ ତାଙ୍କୁ ଗୋଟେ କଥା କହିଲି, ମୁଁ ତମକୁ ଗୋଟେ ପ୍ରଭୁଙ୍କ ସାକ୍ଷାତ ଗୋଟେ କଥା କହୁଛି, ପ୍ରଭୁଙ୍କ ଠାରେ ବିଶ୍ୱାସ ରଖି ପ୍ରଭୁଙ୍କ ନାମରେ, ଗୋଟେ ଯୀଶୁଙ୍କ ନାମରେ ଗୋଟେ କଥା କହୁଛି, ମୋ କଥା ଯଦି ଆଜ୍ଞା ମାନିବେ ତାହେଲେ ଆପଣଙ୍କ ସବୁ ସମସ୍ୟା ଦୂର ହେବ। କଣ ମିକାଲ ଭାଇ କୁହ ସେ ସମସ୍ୟା? ମୁଁ କହିଲି ଆପଣ ଯଦି ଚର୍ଚ୍ଚକୁ ଯିବେ ତାହେଲେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି, ଆପଣ 2 ସପ୍ତାହ ତୃତୀୟ ସପ୍ତାହରେ ଆପଣଙ୍କର ପରିବାର ଆଶୀର୍ବାଦ ପ୍ରାପ୍ତ ହବ। ମୁଁ ତମକୁ ଏଇଠି ଯାଇକି ଆପଣ ଏ ବିଷୟରେ ପ୍ରାର୍ଥନା କରନ୍ତୁ, ପରିବାର ସମସ୍ୟାକୁ ପ୍ରଭୁଙ୍କ ପାଦ ତଳେ ଅର୍ପଣ କରନ୍ତୁ ବୋଲି କହିଥିଲି ତାଙ୍କୁ। ମୋ ପ୍ରିୟ ମାନେ 3 ସପ୍ତାହ ନାହିଁ, 4 ସପ୍ତାହରେ ତାଙ୍କ ଘର ଭଡା ଲାଗିଲା ମୋ ପ୍ରିୟ ମାନେ, ତାଙ୍କ ଘର ଶାନ୍ତି ହେଲା। ସେ ମତେ କହିଲେ, ସତରେ ଯେତେବେଳେ ଚର୍ଚ୍ଚ ଗଲି ମୋ ହୃଦୟରେ ଯାହା କିଛି କଷ୍ଟ ଥିଲା, ଯାହା କିଛି ମୋର ବେଦନା ଥିଲା, ଯାହା କିଛି ଅଶାନ୍ତି ଥିଲା, ଆଉ ସବୁ ମୁଁ ହାଲକା ଲାଗିଲା ମତେ। ମୁଁ ଦେଖିଲ ଆମେ ଯଦି ଚର୍ଚ୍ଚ ନଥିବା ମିଛରେ ଦାଉଦ କାହିଁକି କହୁଥିଲେ ଆସ ଆମେ ସଦା ଆପଣଙ୍କ ଗୃହକୁ ଯାଉ, ଆନନ୍ଦିତ ହଉଥିଲେ। ସେ ଜାଣିଥିଲେ ସେଠିକି ଗଲେ ସେ ଆଶୀର୍ବାଦ ପାଇବେ। ଆଉ ସେ ଏବେ ତାଙ୍କ ଘର ସୁନ୍ଦର ଭାବରେ ଭଡା ଲାଗିଛି, ଆଉ ସେ ମଧ୍ୟ ସୁନ୍ଦର ଭାବରେ ରହିଛି। ମୁଁ ଏଇ କଥା ଯୀଶୁଙ୍କ ନାମରେ ତାଙ୍କୁ କହିଥିଲି, ମୁଁ ନୁହଁ ମାତ୍ର ପ୍ରଭୁ ଆଜି କହୁଛନ୍ତି ତମକୁ, ଆଉ ତୁମେ ଯାଅ, ଆଉ ଦେଖିବ ତମ ସବୁ ସମସ୍ୟା ଦୂର ହବ ବୋଲି କହିଛି। ଆଉ ସେ ଆସିକି ମତେ କହିଲେ ସତ କଥା, ମୋ ଘର 4ର୍ଥ ସପ୍ତାହରେ ଆଉ ଚର୍ଚ୍ଚ ଗଲି, କିନ୍ତୁ ଏବେ ସବୁ ପାଇଲା ପରେ ଆଉ ସେ ମୁଁ ଦେଖୁଛି ସେ ଚର୍ଚ୍ଚକୁ ଆସୁନାହାନ୍ତି। ସବୁବେଳେ ମାନେ ପୁଣି ସୈତାନ ଆମମାନଙ୍କୁ କବ୍ଜା କରେ। କିନ୍ତୁ ମୋ ପ୍ରିୟ ମାନେ ଏବେ ସମୟ ଅଛି, আমাদের ସମୟ ଥାଉ ଥାଉ ପ୍ରଭୁଙ୍କ ସାନ୍ନିଧ୍ୟକୁ ନ ଆସିବା, ପ୍ରଭୁଙ୍କ ଚରିତ୍ର ନିଜେ ରହିବା, ଅର୍ଥାତ ପରିବାରକୁ ନ ରଖିବା, ତାହେଲେ ହୁଏତ ଦିନ ଆସିବ। ଆଜି ଅନେକ ପରିବାରରେ ବିନଷ୍ଟ ହେଇଛି ମୋ ପ୍ରିୟ, ଅନେକ ପରିବାର ପିଲାମାନେ ପ୍ରଭୁଙ୍କ ସହିତ ଦୂରକୁ ଯିବାରୁ ନଷ୍ଟ ହେଇଛନ୍ତି ମୋ ପ୍ରିୟ ମାନେ। ସମୟ ଅଛି, ଆମମାନେ ବାହାନା କରିବା ସହିତ ଆମମାନଙ୍କ ପିଲାମାନେ ମଧ୍ୟ ସେଇଥିରେ ପଡିଯିବେ ମୋ ପ୍ରିୟ ମାନେ।
प्रभु ମୋ ପାଖରେ ବାହାନା ଚଳିବ ନାହିଁ ମୋ ପ୍ରଭୁ। ସେଦିନ ପ୍ରଭୁ କେତେ କ୍ରୋଧାନ୍ୱିତ ବୋଲି ତାର ତାଙ୍କର ସେଇ ଲୋକ କ୍ରୋଧାନ୍ୱିତ ତାଙ୍କର ସେ ତାଙ୍କ ପ୍ରତି ରାଜା କ୍ରୋଧାନ୍ୱିତ ବୋଲି କୁହାଯାଏ ମୋ ପ୍ରଭୁ। ଆଜି ପ୍ରଭୁଙ୍କର କ୍ରୋଧ ଆସିବା ପୂର୍ବରୁ ଆମର ଏବେ ଅନୁଗ୍ରହ ଚାଲିଛି। ଆମର ଯେତେ ଜାଗାରେ ମଧ୍ୟ ପ୍ରଭୁ ହେଇଯାଉଛି। ଆମର ମୋ ସ୍ତ୍ରୀ କହୁଥିଲେ ସେ ଏତେ ଏମିତି କରୁଛି ଆଉ ତାକୁ ଏତେ ଆଶୀର୍ବାଦ କେମିତି ଦଉଛି ପଚାରିଲେ। ଆଉ ମୁଁ ତାଙ୍କୁ ଗୋଟେ କଥା କହିଲି, ପ୍ରଭୁ ଏବେ ଅନୁଗ୍ରହ ଚାଲିଛି। ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁଙ୍କର କ୍ରୋଧ ଯେତେବେଳେ ଆସିବ ଆଉ କେହି ତିଷ୍ଠିବେ ନାହିଁ ମୋ ପ୍ରଭୁ। ହଠାତ୍ ବିନଷ୍ଟ ଆସିବ, ହଠାତ୍ ବିନଷ୍ଟ ଉପସ୍ଥିତ ବୋଲି ଲେଖାଯାଏ। ମାନେ ଆମେ କ୍ଷୀର ପରି ଆସିବ ବୋଲି ଲେଖାଯାଏ ମୋ ପ୍ରଭୁ। ଆପଣମାନେ ସମସ୍ତେ ପ୍ରଭୁଙ୍କର ଲୋକମାନେ ବ୍ୟାଖ୍ୟା କରୁନାହିଁ ବେଶୀ ହଠାତ୍ ଆସିବ ମୋ ପ୍ରିୟ ମାନେ। ତେଣୁକରି ତା ପୂର୍ବରୁ ଆମମାନଙ୍କୁ ସମସ୍ତ ଆମଙ୍କର ବାହାନାକୁ ଆମମାନେ ପଦାରେ ଫୋପାଡ଼ି ପ୍ରଭୁଙ୍କ ସହିତ ରହିବାର ଅଛି, ପ୍ରଭୁଙ୍କ ସାନିଧ୍ୟ ରହିବାର ଅଛି। କାରଣ ସେ ଆତ୍ମା ତୋଳିବା ପରମେଶ୍ୱର, ହୃଦୟ ତୋଳିବା ପରମେଶ୍ୱର, ଯୋଉଠି ବି ଲୁଚିବା ସେ ଆମମାନଙ୍କୁ ଅନୁସନ୍ଧାନ କରନ୍ତି ମୋ ପ୍ରଭୁ। ସେ ଆମମାନଙ୍କୁ ପରିଚୟ ନେଇଛନ୍ତି। ଆମମାନେ କଣ କେମିତି କୋଉଠି କଣ କରୁଛୁ ସବୁ ସେ ଜାଣନ୍ତି ମୋ ପ୍ରଭୁ। ଆମମାନେ କୋଉଠି ବି ଲୁଚିକି ନେଇପାରିବା ରହିପାରିବା ନାହିଁ ମୋ ପ୍ରଭୁ। କାରଣ ସେ ଆମମାନଙ୍କୁ ଅନୁସନ୍ଧାନ କରିବା ସହିତ ଆମମାନଙ୍କର ପରିଚୟ ମଧ୍ୟ ନେଇଥାନ୍ତି ମୋ ପ୍ରଭୁମାନେ। ତେଣୁକରି ଦିନମାନଙ୍କରେ ଆମମାନଙ୍କୁ ବାହାନା ଛାଡ଼ି ପ୍ରଭୁଙ୍କ ସହିତ ରହିବାର ଅଛି, ପ୍ରଭୁଙ୍କ ସାନିଧ୍ୟ ରହିବାର ଅଛି। ବେଳେ ବେଳେ ଆମମାନେ ଜୁମ୍ରେ ଜଣେ ଗୋଟେ ଭାଇ ଏବେ ଦିନେ ଆମଙ୍କର ଗୋଟେ ଜୁମ୍ ହଉଥିଲା, ଆମ ସିର ଗୋଟେ ଜୁମ୍ ହଉଥିଲା। ଆଉ ମୁଁ ପ୍ରାର୍ଥନା କରି ତାଙ୍କୁ ଡକା ହେଲା। ଆଉ ସେ କହିଲେ କିଛି ଜବାବ ଦେଲେ ନାହିଁ। ଆଉ ମୁଁ ତାର ଭାଇଙ୍କୁ ଦେଖା ହେଲା, ମୁଁ ତାକୁ ପଚାରିଲି ଆଉ କାଲି ତମକୁ ପ୍ରାର୍ଥନା ଦିଆଥିଲା ଆଉ ତମେ କାହିଁକି ଜବାବ ଦେଲ ନାହିଁ? ନାଇଁ ମୁଁ ଗ୍ୟାରେଜରେ ଥିଲି ତ ଗାଡି ସଜାଡୁଥିଲି ଆଉ କାଳେ ଗିଦନ ଭାଇ ବିନୟ ଆଜ୍ଞା ଜାଣିଥିବେ ଗିଦନ ଭାଇଙ୍କୁ, ଆଉ କାଳେ ଗିଦନ ଭାଇ ଆଉ ଜାଣିବେ ଯେ ସୁଧୀର ଆଜି ନାହିଁ। ତେଣୁକରି ମୁଁ ଅନ୍ କରିଦେଇକି ମୋ ଗ୍ୟାରେଜ କାମ କରୁଥିଲି। ପ୍ରିୟ ମୋ ଭାଇ ଏ ଭୁଲ କେବେ ବି କରିବ ନାହିଁ ମୋ ପ୍ରିୟ, କେବେ ବି କରିବା ନାହିଁ। ଆମେ ବେଳେ ବେଳେ ଜୁମ୍ କରିଦେଇ ଶୋଇ ପଡିଥାଉ, ଜୁମ୍ କରିଦେଇ ବିଭିନ୍ନ ଅନ୍ୟ ଆଡେ ମୁଁ କଣ କରିଥାଉ, କିନ୍ତୁ କର କାମ କିଛି ନାହିଁ। କିନ୍ତୁ ସେଥିପ୍ରତି ଧ୍ୟାନ ରହିବାର ଅଛି। ଆଜି କଣ ପ୍ରଭୁଙ୍କ ଦାସ ବାକ୍ୟ କହୁଛନ୍ତି, ପ୍ରଭୁଙ୍କ ଦାସ କଣ ବାକ୍ୟ କହୁଛନ୍ତି ଆମକୁ ଶୁଣିବାର ଅଛି ଲୋକମାନେ। କାରଣ ଦିନମାନଙ୍କରେ ବାକ୍ୟ ମିଳୁଛି ଲୋକମାନେ, ବାକ୍ୟ ମିଳୁଛି। ଦିନ ଆସିବ ହୁଏତ ଟଙ୍କାଟେ ଚାଉଳ ମିଳୁଛି ତ ଫ୍ରି ହେଇଯାଇପାରେ, କିନ୍ତୁ ବାକ୍ୟର ଦୁର୍ଭିକ୍ଷ ହବ ମୋ ପ୍ରଭୁ। ତେଣୁ ତା ପୂର୍ବରୁ ଆମ ଯେତେ ବାକ୍ୟକୁ ସଞ୍ଚୟ କରିବା ମୋ ପ୍ରଭୁ, ଯେତେ ବାକ୍ୟକୁ ନିଜ ହୃଦୟରେ ରଖିବା। କାରଣ ଏ ବାକ୍ୟ ଆମମାନଙ୍କୁ ଦିନେ ପ୍ରଭୁଙ୍କର ଦ୍ୱିତୀୟ ଆଗମନରେ ଅଂଶୀ କରିବାରେ ସାହାଯ୍ୟ କରିବ ମୋ ପ୍ରଭୁ। ଆମମାନେ ବାକ୍ୟ ରଖିବା ସହିତ ଆମଙ୍କ ପରିବାର ପିଲାମାନଙ୍କ ଜୀବନ ମଧ୍ୟ ବାକ୍ୟ ରଖିବାର ଅଛି। ସେ ଭାଇ କହୁଥିଲେ ଭାଇ ବାହାନା କେତେ ଦିନ ଏମିତି କରୁଥିବେ, କିନ୍ତୁ ବାହାନା ଚଳିବ ନାହିଁ। ସେ ହଠାତ୍ କିଛି ବୁଝିପାରିଲେନି କଣ ମିଠାଲ ଏମିତି କହୁଛନ୍ତି ବୋଲି। ଆମମାନେ ବେଳେ ବେଳେ ଏସବୁ କାର୍ଯ୍ୟ କରିଥାଉ। ମୁଁ ବିଶ୍ୱାସ କରୁଛି ଆପଣ ମାନେ ସେମିତି କରୁନଥାଏ, କିନ୍ତୁ ଅନେକ ଜଣ ଲୋକମାନେ ମୋ ପ୍ରିୟ ମାନେ ଏସବୁ କାର୍ଯ୍ୟ କରନ୍ତି ମୋ ମାନେ। ଜୁମ୍ରେ ଥାଇ ଆମମାନେ ଅନ୍ୟାନ୍ୟ କାର୍ଯ୍ୟ କରୁଥାଉ। ଏଥିପ୍ରତି ଧ୍ୟାନ କାଳେ ଦିଦି ବିନୟ ଆଜ୍ଞା ବୀରେନ୍ଦ୍ର ଆଜ୍ଞା ଏସବୁ ଜାଣିବେ ଯେ ହଁ ମିଠାଲ ଭାଇ ଅଛନ୍ତି। ଆଉ ତେଣୁକରି ଆମେ ଅନ୍ କରିଦେଇକି ଆଉ କାର୍ଯ୍ୟ କରୁଥାଉ। ନାଇଁ ମୋ ପ୍ରିୟ ମାନେ ବାହାନା ଚଳିବ ନାହିଁ। ଦିନମାନଙ୍କରେ ବାହାନା ଚଳିବ ନାହିଁ। କାରଣ ସେ ଆମମାନଙ୍କୁ ଜାଣନ୍ତି ମୁଁ କୋଉଠି ଅଛି, ମୋର ହିସାବ ଆଜି ଗୋଟେ ଦିନର ଦବାର ଅଛି। ଆମେ ଯେତେ ବର୍ଷ ଯେତେ ଦିନ ବଞ୍ଚି ଯାଉଛୁ, ଯେତେ ଦିନ ଆମର ଜୀବନରେ ଆସୁଛି, ଗୋଟି ଦିନର କଡା ହିସାବ ଆମକୁ ଦବାକୁ ପଡିବ ମୋ ପ୍ରାଣ। ଦେଖ ଆମେ ଶୀଘ୍ର ଆସୁଛୁ ନିଜ ନିଜ କର୍ମ ଅନୁସାରେ ଫଳଦାତା ଆମମାନଙ୍କ କର୍ମର ଆମକୁ ଫଳ ଦେବାକୁ ପଡିବ ମୋ ପ୍ରାଣ। ସେ ଶୀଘ୍ର ଆସୁଛନ୍ତି ଲୋକମାନେ। ତା ପୂର୍ବରୁ ଆମ ଜୀବନକୁ ଆମେ ସାଇତି ରଖିବା, ପ୍ରଭୁଙ୍କ ସହିତ ସାନିଧ୍ୟ ରଖିବା, ପ୍ରଭୁଙ୍କ ସହିତ ରହିବାର ଅଛି। ଆମେ ରହିବା ପରିବାର ସହିତ ରହିବାର ଅଛି। ମଣ୍ଡଳୀର ସହଭାଗିତା ଅନେକ ଆଶୀର୍ବାଦ ଆଣିଥାଏ ମୋ ପ୍ରିୟମାନେ। ମଣ୍ଡଳୀ ପରିତ୍ୟାଗ କରିବା ବହୁତ ବଡ କଷ୍ଟ ଅଟେ ଲୋକମାନେ, ବହୁତ ବଡ ଅଭିଶାପ ଆସିଥାଏ ଜୀବନରେ ଲୋକମାନେ। ଆମେ ସବୁ ସମୟରେ ପ୍ରଭୁଙ୍କ ଉପାସନାକୁ ପ୍ରଭୁଙ୍କ ମନ୍ଦିର କେବେ ପରିତ୍ୟାଗ କରିବା ନାହିଁ ମୋ ପ୍ରିୟମାନେ। ସମୟ ଅଛି ମୋ ଦିନ ମାନଙ୍କରେ ଯଦି ସମୟ ଥାଉ ତ ଆମେ ଏସବୁ ନ କରିବା। ଦିନ ଆସିବ ତ ତାଡ଼ନ ସମୟ ଆସିବ, ବିଭିନ୍ନ ପ୍ରକାର ସମସ୍ୟା ଆସିବ, ତ ସବୁ ବନ୍ଦ ହେଇଯାଇପାରେ। କିନ୍ତୁ ତା ପୂର୍ବରୁ ଆମକୁ ଜୀବନକୁ ସଜାଡ଼ିବାର ଅଛି ମାନେ ଆପଣଙ୍କ ଅଞ୍ଚଳରେ ଯୋଉ ଜାହାଜ ସ୍ୱରୂପ ମନ୍ଦିର ଅଛି, ଏସବୁ ନୌଙ୍କର ଜାହାଜ ସଦୃଶ ସେ ମନ୍ଦିର ଉପାସନା ଗୃହ ଅଟେ ମାନେ ଯୋଉମାନେ ପ୍ରବେଶ କରିବେ ସେଥିରେ ସେ ବଞ୍ଚିବେ ମାନେ। ତେଣୁ ଆମମାନେ ବାହାନା ନ କରି ପ୍ରଭୁଙ୍କ ସହିତ ରହିବାର ଅଛି, ପ୍ରଭୁଙ୍କ ମନ୍ଦିରକୁ ଯିବାର ସହିତ ପ୍ରଭୁଙ୍କ ସହିତ ନିଜ ଜୀବନକୁ କାଟିବାର ଅଛି। ତେଣୁକରି ଆମକୁ ବାହାନା ଚଳିବ ନାହିଁ, କାରଣ ସେ ଆତ୍ମା ହୃଦୟ ତୋଳିବା ସହିତ ଆମମାନଙ୍କ ପରିଚୟ ମଧ୍ୟ ନେଇଅଛନ୍ତି। ଆମମାନଙ୍କୁ ବାହାନା କରିକି ଆଉ ଚଳିପାରିବା ନାହିଁ। ତେଣୁକରି ଦିନମାନଙ୍କରେ ବାହାନା ଚଳିବ ନାହିଁ। ପ୍ରଭୁ ଅଳ୍ପ ଶିକ୍ଷାରେ ଅଳ୍ପ ଚିନ୍ତାରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ଦିଏ ବିନୟ ଆଜ୍ଞାଙ୍କୁ, ମୋର ଗୁରୁଜନ ବିନୟ ଆଜ୍ଞା, ମୋର ସୁଧା ଭଉଣୀ, ଆଉ ମୋର ଅମର ଭାଇ ବୀରେନ୍ଦ୍ର ଆଜ୍ଞା କାଲି ଫୋନ କରିକି
ଆମମାନଙ୍କୁ ଆଲର୍ଟ କରୁଥିଲେ ବହୁତ ଖୁସି ଲାଗେ। ଆଉ ଯେତେବେଳେ ସେମାନଙ୍କର ଫୋନ ଆସେ ପ୍ରକୃତରେ ସେମାନେ କେତେ ଚିନ୍ତା ଆମମାନଙ୍କୁ ପ୍ରଭୁଙ୍କ ସହିତ ରଖିବା ପାଇଁ, ପ୍ରଭୁଙ୍କର ସେବାରେ ରଖିବା ପାଇଁ। ଅମର ଭାଇ ମଧ୍ୟ ଫୋନ କରିଥିଲେ, ବିନୟ ଆଜ୍ଞାଙ୍କୁ ମୋର ବହୁତ ପ୍ରଣାମ। ମୁଁ ତାଙ୍କୁ ସମ୍ମାନ ଦିଏ, ବିନୟ ଆଜ୍ଞାଙ୍କୁ ଆମ ସମସ୍ତଙ୍କୁ ସମ୍ମାନ ଦିଏ, କିନ୍ତୁ ମତେ ଭଲ ଲାଗନ୍ତି। ଆଉ ତାଙ୍କ ଆଗରେ ବାକ୍ୟ କହିବା ପାଇଁ ଯଦି କିଛି ଭୁଲ ଥାଏ ଆଜ୍ଞା କ୍ଷମା ଦେବେ। ଆଉ ପ୍ରଭୁ ଆମ ପରିବାରକୁ ମୁଁ ଯେବେ ଏଥିରେ ଜଏନ କରିନି, ମୋ ସ୍ତ୍ରୀ ସବୁବେଳେ କହୁଥିଲେ ଗୋଟେ ସାକ୍ଷ୍ୟ ଦେବି, ଆଉ ସେ ସବୁବେଳେ କହନ୍ତି, ଅନ୍ୟମାନଙ୍କ ଆଗରେ ସବୁବେଳେ କହନ୍ତି, କେବେ ଏର୍ଲି ମର୍ଣ୍ଣିଂ ରେ କହିନାହାନ୍ତି କିନ୍ତୁ ସବୁବେଳେ ଅନ୍ୟମାନଙ୍କ ଆଗରେ କହନ୍ତି। ଆଉ ଆମର ଆଜ୍ଞା ଯେବେଠୁ ଏର୍ଲି ମର୍ଣ୍ଣିଂ ରେ ଜଏନ କଲେଣି ଆମ ଘରେ ସେବେଠୁ ଆଶୀର୍ବାଦ ଆସିଛି। ଆଉ ସେ କହୁଥିଲେ ଥରେ ସାକ୍ଷ୍ୟ କହିବି, ଆପଣ କେବେ କହିନାହାନ୍ତି କିନ୍ତୁ ଯିଏ ବି ଆମ ଘରକୁ ଆସନ୍ତି ସେଇ ଗୋଟେ କଥା କହିଥାନ୍ତି। ଆଉ ଯେବେଠୁ ଆମର ଆଜ୍ଞା ଏର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପ ରେ ଜଏନ କରିଛନ୍ତି ଆମ ଘରେ ପ୍ରଚୁର 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 ଆଶୀର୍ବାଦ ଆସିଛି ବୋଲି ସେ ସବୁବେଳେ ସମସ୍ତ ସାଙ୍ଗରେ କହନ୍ତି। ଆଉ ଯାଉ ମତେ ସୁଯୋଗ ଦେଇଥିବାରୁ ପୁନର୍ବାର ଆପଣଙ୍କ ପରିବାରକୁ, ବିନୟ ଆଜ୍ଞା, ଅମର ଭାଇ, ବୀରେନ୍ଦ୍ର ଆଜ୍ଞା, ମଧୁସ୍ମିତା ଭଉଣୀ, ଆଉ ପ୍ରତ୍ୟେକ ବରିଷ୍ଠ ମାନଙ୍କୁ ଧନ୍ୟବାଦ ଦଉଛି। ଯଦି ବାକ୍ୟ କ୍ଷମା ଦେବେ। Praise the Lord. ସମସ୍ତଙ୍କୁ Praise the ପ୍ରଭୁ Lord. ପ୍ରଚୁର 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 ଆଶୀର୍ବାଦ କରନ୍ତୁ। ପ୍ରେସ୍ କର। ଧନ୍ୟବାଦ। Amen. 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 Praise the Lord. ପ୍ରଭୁଙ୍କ ନାମରେ ଧନ୍ୟବାଦ। ପ୍ରଭୁଙ୍କର ସଦା ଗୌରବ ଆସୁ। ବାକ୍ୟ ନିମନ୍ତେ ଶୁଣିଥିବା ବାକ୍ୟ ନିମନ୍ତେ ଆମମାନେ ପ୍ରାର୍ଥନା କରୁ। ଆମମାନଙ୍କ ମଧ୍ୟରେ ଅଛନ୍ତି ବ୍ରଦର ଅମର ସ୍ୱାଇଁ, ସେ ଆମ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବେ। ଆସୁ ଆମମାନେ ପ୍ରାର୍ଥନା କରିବା। ଆଇ ଆମମାନଙ୍କର ପ୍ରେମିକ ପରମେଶ୍ୱର ପ୍ରଭୁ ଯୀଶୁ, ତୁମର ଧନ୍ୟବାଦ ଗୌରବ ପ୍ରଶଂସା କରୁଛୁ ବାପା। ଏହି ସୁନ୍ଦର ପ୍ରାତଃ କାଳରେ ଆମମାନଙ୍କୁ ସମସ୍ତଙ୍କୁ ତୁମର ଉପସ୍ଥିତିରେ ବସିବା ପାଇଁ ସୁଯୋଗ ଦେଲ। ଧନ୍ୟବାଦ ଦଉଛୁ ବାପା, ତୁମର ବାକ୍ୟ ସେ ଆତ୍ମିକ ଖାଦ୍ୟ ଆଜି ତୁମେ ଆମମାନଙ୍କୁ ପରିବେଷଣ କଲ ବାପା। ଧନ୍ୟବାଦ ଦଉଛୁ ମିଖାଲ ଭାଇଙ୍କୁ, ତୁମେ ଆଶ୍ଚର୍ଯ୍ୟ ରୂପେ ଆଜି ଗୋଟିଏ ନିଗୁଡ ତତ୍ଵ ଆମମାନଙ୍କୁ ସଚେତନ କରିବା ପାଇଁ ବାକ୍ୟ ଦ୍ୱାରା କଥା କହିଲ। ଅନେକ ସମୟରେ ବାପା ଆମମାନେ ବାହାନା କାଢିଥାଉ, ସମୟ ସନ୍ନିକଟ ଶେଷ ହେବାକୁ ଯାଉଅଛି, ତୁମେ ଶୀଘ୍ର ଆସୁଅଛ ବାପା। ସେ ବିଚାର ଦିନ ଉପସ୍ଥିତ ହେବ, ସେଇ ଭୟଙ୍କର ଦିନ ଉପସ୍ଥିତ ହେବ। ସେଦିନ ତୁମେ ଆଉ ମୁଖାପେକ୍ଷା କରିବ ନାହିଁ, ସେଦିନ ଆଉ କୌଣସି ସମୟ ନଥିବ, ସେଦିନ ଆମମାନେ କୌଣସି ଉତ୍ତର ଦେବାକୁ ଆମମାନଙ୍କ ପାଖରେ ଉତ୍ତର ବି ନଥିବ ବାପା। ଆଜି ଆମମାନେ ଅନେକ ସମୟରେ ପ୍ରତିଦିନ ବାହାନା କରିଥାଉ, କିନ୍ତୁ ପ୍ରଭୁ ତୁମେ ଚାହଁ ଯେ ସମୟ ଶେଷ ହେବା ପୂର୍ବରୁ, ତୁମର ସେ ଅନୁଗ୍ରହ ଶେଷ ହେବା ପୂର୍ବରୁ ଆମମାନେ ଯେପରି ତୁମ ସହିତ ମିଳିତ ହେବୁ, ତୁମର ଉପସ୍ଥିତିରେ ରହିବୁ, ତୁମର ବାକ୍ୟକୁ ଯେଉଁ ନିଗୁଡ ତତ୍ଵ ତୁମେ ଆମମାନଙ୍କୁ ଦାନ କରିଛ, କହୁଛ ପ୍ରତିଦିନ ଅନ୍ତରରେ ସାଇତି ରଖିବୁ। କାରଣ ଏପରି ସମୟ ଆସୁଅଛି ବାପା, ଆମମାନେ ଆଉ ସୁଯୋଗ ପାଇବୁ ନାହିଁ, ସୁଯୋଗ ଶେଷ ହୋଇଯିବ। ପ୍ରଭୁ ତୁମେ ଆମମାନଙ୍କୁ ପ୍ରତିଦିନ ସଚେତନ କରୁଛ, ତଥାପି ବାପା ଆମମାନେ ବାଟ ଭାଙ୍ଗି ଅନ୍ୟ ବାଟରେ ଚାଲି ଯାଇଥାଉ। ଅନେକ ସମୟରେ ବାପା ଯେପରି ଆମମାନେ ଆଜି ଶୁଣିଲୁ ଭାଇଙ୍କ ଠାରୁ, ଭିନ୍ନ ଭିନ୍ନ ଆଳ ଦେଖେଇ, ବାହାନା ଦେଖେଇ ତୁମ ଠାରୁ, ତୁମ ପଥରୁ ଆମମାନେ ତଳକୁ ଖସି ଯାଇଥାଉ। ପ୍ରଭୁ ତୁମେ ଆମମାନଙ୍କୁ କ୍ଷମା କର, ଆମମାନଙ୍କର ସମସ୍ତ ଦୁର୍ବଳତାକୁ ତୁମେ କାଢି ଦେଇ ତୁମର ସେ ବାକ୍ୟରେ ଆମମାନଙ୍କୁ ସବଳ କର। ଆମମାନେ ଯେପରି ପ୍ରତି ସମୟରେ ତୁମର ଗୌରବ ପ୍ରଶଂସା ସ୍ତୁତି କରିବୁ, ଆଉ ସେ ସମୟ ଶେଷ ହେବା ପୂର୍ବରୁ ପ୍ରସ୍ତୁତ ରହିବୁ, ସେପରି ତୁମେ ଦୟା କର। ପ୍ରଭୁ ଏହି ସମୟରେ ମିଖାଲ ଭାଇ ତାଙ୍କ ପରିବାରକୁ ତୁମର ପାଖେ ସମର୍ପି ଦଉଛୁ, ଦୁଇ ପୁଅଙ୍କୁ ମଧ୍ୟ ତୁମର ପାଖେ ସମର୍ପି ଦଉଛୁ ବାପା। ତୁମେ ତାଙ୍କୁ ଆଶୀର୍ବାଦରେ ଭରି ଦିଅ। କେତେ ସୁନ୍ଦର ସାକ୍ଷ୍ୟ ଶୁଣୁଥିଲୁ, ଯେଉଁ ଦିନଠାରୁ ସେ ଆମମାନଙ୍କର ଏହି ମର୍ଣ୍ଣିଂ ପ୍ରେୟାରରେ ଉପସ୍ଥିତ ଅଛନ୍ତି, ଜଏନ କରିଛନ୍ତି, ତାଙ୍କ ପରିବାରରେ ଆନନ୍ଦ ଆସିଛି, ଖୁସି ଆସିଛି, ସମାଧାନ ଆସିଛି। ପ୍ରଭୁ ତୁମେ ତାଙ୍କୁ କେତେ କେତେ ଆଶୀର୍ବାଦ କରିଛ ବାପା, ଆହୁରି ଆଶୀର୍ବାଦ କର, ସହିତରେ ହୁଅ। ତାଙ୍କୁ ଯେଉଁ ବୋଝ ଦେଇଛ ଯୁବାମାନଙ୍କ ମଧ୍ୟରେ କାର୍ଯ୍ୟ କରିବା ପାଇଁ, ପୁଣି ଆଗାମୀ ସେପ୍ଟେମ୍ବର ମାସରେ ଯେଉଁ କାର୍ଯ୍ୟକ୍ରମ ଭାର ସେ ନେଇଛନ୍ତି ବାପା, ଆଉ ସେଇ ପିଲାମାନଙ୍କର ବାର୍ଷିକ ଉତ୍ସବ, ଏସବୁର ଭାର ତୁମେ ନିଅ, ପୁଣି ସାହାଯ୍ୟ କର। ତାଙ୍କୁ ଯେଉଁ ବୋଝ ଦେଇଛ
ସେ ବୋଝରେ କାର୍ଯ୍ୟ କରିବାରେ ତୁମେ ତାଙ୍କୁ ସାହାଯ୍ୟ କର, ସହିତରେ ହୁଅ। ଭିନ୍ନ ଭିନ୍ନ ଜାଗାକୁ ଯାଆନ୍ତି, ଅନେକ ଯୁବାମାନଙ୍କୁ ସବୁବେଳେ ସଚେତନ କରିଥାନ୍ତି ବାପା, ତୁମେ ତାଙ୍କୁ ଆହୁରି ଆହୁରି ଆଶୀର୍ବାଦ କର, ପୁଣି ସହିତରେ ହୁଅ, ସାହାଯ୍ୟ କର ବାପା। କେତେ ସକାଳୁ ସେ ଉଠନ୍ତି, ଆଉ ବାପା ଆଜି ମଧ୍ୟ ସେ ଅତି ଭୋରୁ ସେ ପ୍ରଥମେ ଉଠିଥିଲେ ଆଉ ଆମମାନଙ୍କ ସହିତ ମିଳିତ ହୋଇଥିଲେ, ସେ ଯୋଗୁଁ ଧନ୍ୟବାଦ ଦଉଛୁ ପ୍ରଭୁ। ଆଉ ଥରେ ତାଙ୍କ ପରିବାରକୁ ତୁମର ପାଖେ ସମର୍ପି ଦଉଛୁ। ତୁମର ଆଶୀର୍ବାଦରେ ତାଙ୍କୁ ଆହୁରି ଆଗକୁ ଚାଲିବାରେ ସାହାଯ୍ୟ କର, ସହିତରେ ହୁଅ। ଆମ ପ୍ରତ୍ୟେକ ଜୀବନକୁ ତୁମର ପାଖେ ସମର୍ପି ଦଉଛୁ। ସମସ୍ତ ପ୍ରକାର ବାହାନରୁ ଆମମାନଙ୍କୁ ଦୂରେଇ ରଖି ତୁମ ପଥରେ ଚାଲିବାରେ ସାହାଯ୍ୟ କର। ସବୁ ଭାର ତୁମ ଉପରେ ଥୋଇ ଏହି ଛୋଟ ଭିକ୍ଷା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। Amen. Amen. ଆମେନ୍ ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ, ତାହାଙ୍କର ପବିତ୍ର ନାମର ଯୁଗେ ଯୁଗେ ଗୌରବ ହଉ। ଆଜିର ସୁନ୍ଦର ଶିକ୍ଷା ଚେତନାମୂଳକ ବାକ୍ୟ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତ ଆଉ ପ୍ରଭୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଗୌରବ ପାଆନ୍ତୁ ଆମମାନଙ୍କର ମିଖାଲ ଭାଇଙ୍କର ଜୀବନ ଦେଇ, ତାଙ୍କର ସେବା କାର୍ଯ୍ୟ, ତାଙ୍କର ସମର୍ପିତ ଜୀବନ, ଆଉ ପ୍ରଭୁଙ୍କ ନିକଟରେ ସେହି ଉଦ୍ଯୋଗ ନିମନ୍ତେ ପ୍ରଭୁ ଗୌରବ ପାଆନ୍ତୁ। ଆଜି ମଧ୍ୟ ଅତି ସୁନ୍ଦର ଶିକ୍ଷା ଦେଇଥିବା ଲାଗି